परम प्रेम परम दयाल श्री श्री ठाकुर श्रीपाद पद्म मोर भक्तिपूत प्रणाम। परमाराध्या जगत जननी श्री श्री बड़ मां रातुल चरण मोर भक्तिपूत प्रणाम। परम पूज्य पाद जुगाचार्य श्री श्री बड़दा रातुल चरण मोर भक्तिपूत प्रणाम। परम पूज्य पाद श्री श्री आचार्य देव रातुल चरण मोर भक्तिपूत प्रणाम। इष्ट परिवार समस्त सदस्य मानकर रातुल चरण मोर भक्तिपूत प्रणाम। आज पवित्र सत्संग उपस्थित सत्संग परिचालक महोदय आम प्रिय सुभाष भाई, सत्संग उपस्थित मोर पिता माता, सत्संग उपस्थित परम प्रेममय श्री श्री ठाकुर पवित्र पांजाधारी कर्मी वृंद, सत्संग उपस्थित श्री श्री ठाकुर अनुरागी भक्त मंडली, भाई माने, माँ माने, छोट पिला माने, समस्त को मोर आनंदित जय गुरु। आज गोटाए विशेष विषय नहीं आलोचना करने आम माने जाउछंती। विषयटी गभीर, खूब जटिल। विषयटी होची मृत्यु पर जीवन, लाइफ आफ्टर डेथ। मनरे प्रश्न उठी पारे आपण मानकर मन भितरे जे এই বিষয়টি কাହିଁକି ଆଲୋଚନା କରିବା ପାଇଁ ରଖିଲେ। ମୃତ୍ୟୁ ପର ଜୀବନ ସେ କଥା କିଏ ଦେଖେ କିଏ ଜାଣେ, ସେଥିରୁ ଆମର ମିଳିବ କଣ? এই ଜୀବନର କଥା ଆଲୋଚନା କଲେ ଭଲ ହୁଅନ୍ତା ନାହିଁ? এইଭଳି ମନରେ ପ୍ରଶ୍ନ ଆସିପାରେ, କିନ୍ତୁ এই କଥାଟି କହି ରଖିବାକୁ ଚାହେଁ ଯେ এই ମୃତ୍ୟୁ ପର ଜୀବନର କଥା ଅତ୍ୟନ୍ତ ବାସ୍ତବ କଥା ଏବଂ এই କଥାଟି ଆମମାନଙ୍କ ପାଇଁ ଏଥିପାଇଁ ଗୁରୁତ୍ୱପୂର୍ଣ୍ଣ ଯେ ତାର ସମ୍ପର୍କ ଆମମାନଙ୍କର ଏଇ ବର୍ତ୍ତମାନ ଜୀବନ ସହିତ ଅଙ୍ଗା ଅଙ୍ଗୀ ଭାବରେ ନିବିଡ଼ ଭାବରେ ଜଡ଼ିତ। ସେଇଥିପାଇଁ এই বিষয়টি আলোচনা କରିବାର ଆବଶ୍ୟକତା ରହିଛି। এই କଥାଟିକୁ ଆଉ ଟିକେ ଭଲ ଭାବରେ ବୁଝିବା ପାଇଁ ଚାଲନ୍ତୁ ଗୋଟିଏ ଘଟଣାରୁ ଆରମ୍ଭ କରିବା। এই କଥାଟି ହେଉଛି ନଫର ଘୋଷଙ୍କ ଜୀବନର କଥା। ନଫର ଘୋଷ ଶ୍ରୀ ଶ୍ରୀ ଠାକୁରଙ୍କର ଏକନିଷ୍ଠ ଭକ୍ତ ଥିଲେ। ତାଙ୍କର କୀର୍ତ୍ତନ ଯୁଗ ସମୟର जो अल्प कई जन भक्त थिले ता भितरु नफर घोष मध्य थिले। उदंड कीर्तन करुथिले श्री श्री ठाकुरଙ୍କ सह। हेले पाठशाठ विशेष पढ़ी नथिले, किंतु श्री श्री ठाकुरଙ୍କର प्रति भक्ति अनुराग थिला तांकर गभीर, ताहा थिला विशाल विशिष्ट। विशाल भक्त ही मध्य नफर घोषଙ୍କର गोटे आसक्ति रही जाइथिला, गोटे मोह तांकर थिला, ताहा थिला मिठा खाइबा प्रति। मिठा खाइबा प्रति खूब आसक्ति नफर घोषଙ୍କର थिला। ସେଇଥିପାଇଁ ତାଙ୍କୁ ମଧୁମେହ ରୋଗ ମଧ୍ୟ ଭୋଗିବାକୁ ପଡୁଥିଲା, ଡାଇବେଟିସ୍ ତାଙ୍କର ଥିଲା। ହେଲେ ମିଠା ଖାଇବାର ଆସକ୍ତି, ଠାକୁର ମଧ୍ୟ ତାଙ୍କୁ ବାରଣ କରିଛନ୍ତି ନଫର ମିଠା ଖାଇବୁନି। ଦିନେ ଶ୍ରୀ ଶ୍ରୀ ଠାକୁରଙ୍କ ପାଖରେ ଆସି କହୁଛନ୍ତି, ଠାକୁର ଗୋଟିଏ ମିଠା ଖାଇବାକୁ ପରମିଶନ ଦିଅନ୍ତୁ, ଆଉ ବେଶୀ ଖାଇବେନି, ଗୋଟିଏ ମିଠା। ଠାକୁର କିଛି ସମୟ नीरव रही सते जेमती बाध्य बाध्यकता रे आसी हाँ बोली कहिसेंती नफर किंतु गोटे रु अधिका जेमती न खाओ। नफर घोष महा खुशी, ठाकुरଙ୍କ ଠାରୁ अनुमति मिली जाइछि, एबे अटकेइबो किए? ठाकुर तो गोटिए रसगोला खाइबा पई परमिशन देइछंती, हेले ठाकुर तो कहि नांती केते बड़ रसगोला खाइबु बोली। तार आकार केते बड़ हबो, गोटाए रसगोला तो खाइबे। से आछंती मिठा दुकानी पाखु, ता कहिछन ए सुन 8 सेर क्षीर रे जते बड़ रसगोला हबो सेते बड़ रसगोला मो पई सबुदिन गोटे बनैबो। आपण माने कल्पना करि पारंती केते बड़ रसगोला हबो, केते बड़ रसगोलाटी हबो। बहुत बड़ रसगोला निश्चित भाव में हबो 8 सेर क्षीर रे। एवं प्रतिदिन नफर घोष विराट गोटाए बड़ आकार रसगोला खाइबाकू लागिले। ठाकुर तो कहिसेंती गोटाए रसगोला खाइबो, असुविधा कौन अछि? ये हूँ आम मान जीवन
ବିଳାପ ଇଏ ହଉଛି ଆମମାନଙ୍କ ଜୀବନର ଯଦି ଦୁର୍ଭାଗ୍ୟ କିଛି ଥାଏ ଏ ହଉଛି ତାହା। କାରଣ ନିଜ ବୃତ୍ତି ପ୍ରବୃତ୍ତି ଅନୁଯାୟୀ ଠାକୁରଙ୍କୁ ଭଲ ପାଆନ୍ତି, ତାଙ୍କୁ ଅନୁସରଣ କରନ୍ତି, ତାଙ୍କ କଥା ପାଳନ କରନ୍ତି ନିଜକୁ ସୁହାଇଲା ଭଳି। ପରବର୍ତ୍ତୀ ସମୟରେ କଣ ହେଇଛି, ନଫର ଘୋଷଙ୍କର ଶରୀର ଦିନକୁ ଦିନ ଖରାପ ହବାକୁ ଲାଗିଛି। ଶରୀରରେ ସୁଗାରର ମାତ୍ରା ବଢିଛି, କୋଲେଷ୍ଟ୍ରଲ ବଢିଛି ଏବଂ ଧୀରେ 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 ଶରୀର ତାଙ୍କର ଜରାଜୀର୍ଣ୍ଣ ହେଇ ଉଠିଛି। ମୃତ୍ୟୁ ମନେ ହୁଏ ମୃତ୍ୟୁ ପାଖେଇ ଆସୁଛି। ଏଇଭଳି ଜରାଜୀର୍ଣ୍ଣ ଶରୀର ନେଇ ଦିନେ ସେ ଠାକୁରଙ୍କ ପାଖକୁ ଆସିଛନ୍ତି, କହୁଛନ୍ତି ଠାକୁର ମତେ ବଞ୍ଚାନ୍ତୁ, ମୁଁ ମରିବାକୁ ଚାହେଁ ନା, ମତେ ରକ୍ଷା କରନ୍ତୁ। ସେ ଠାକୁର କହୁଛନ୍ତି ନଫର ତୁ ତ ଶରୀରଟାକୁ ଏକଦମ ନଷ୍ଟ କରିଦେଇଛୁ, ଆଉ ମନେ ହୁଏ ନା ଏଇ ଶରୀରକୁ ଆଉ କିଛି ଠିକ କରିହବ। କାରଣ ଶରୀରର ଯୋଉ ମେକାନିଜମ ସେଇଠି ନଷ୍ଟ ହେଇଗଲେ ଆଉ ତାକୁ ରକ୍ଷା କରିବା ସମ୍ଭବ ନୁହେଁ, ଏଇ ସ୍ଥୂଳ ଶରୀରର ମେକାନିଜମ। ସେ ଠାକୁର ସେ କଥା ବୁଝିପାରିଛନ୍ତି ଏବଂ କହୁଛନ୍ତି ଯେ ମନେ ହୁଏ ନା ଏଇ ଶରୀର ନେଇ ଆଉ କିଛି କରିହବ, ଗୋଟେ କାମ କର, ତୁ ଯା ଜଲ୍ଦି ଏଇ ଶରୀରଟାକୁ ପାଲଟେଇ ଦେଇ ପୁଣି ଫେରିଆ, ଯେମିତି ଲୁଗା ପାଲଟିକି ପଳେଇ ଆସନ୍ତି। ଠାକୁର ସେମିତି କହୁଛନ୍ତି ଯେ ଶରୀରଟାକେ ପାଲଟିଏ ଦିଏ ଆବାର ଫେରେ ଆଏ। ନଫର ଘୋଷ ବୁଝିପାରିଛନ୍ତି ସେ ଠାକୁରଙ୍କର ଇଙ୍ଗିତ, ଗୁରୁଙ୍କ ପ୍ରତି ଭକ୍ତି ତାଙ୍କର ଅମାପ, ଗୁରୁଙ୍କର ବାକ୍ୟ ଶିରୋଧାର୍ଯ୍ୟ, ବୁଝିପାରିଛନ୍ତି ଯେ ମୃତ୍ୟୁ ଆସନ୍ନ, ସମୟ ହେଇଯାଇଛି। ସେ ଠାକୁରଙ୍କୁ ପ୍ରଣାମ କରି ଫେରି ଆସିଛନ୍ତି। କିଛି ଦିନ ପରେ ତାଙ୍କର ମୃତ୍ୟୁ ହେଇଛି। ଏଠି ଗୋଟିଏ କଥା ଆମମାନେ ଦେଖିବାକୁ ପାଇଲେ ଯେ ମଣିଷର ବୃତ୍ତି ପ୍ରବୃତ୍ତିର ପ୍ରଭାବ କିଭଳି ଭାବରେ ମଣିଷ ଜୀବନ ଉପରେ ପଡିପାରେ। ସେ ଯାହା ହଉ କିଛି ଦିନ ପରେ ନଫର ଘୋଷଙ୍କର ମୃତ୍ୟୁ ହେଇଛି ଏବଂ ସେ ଠାକୁରଙ୍କର ଭକ୍ତ ମାନେ ତାଙ୍କର ଶରୀରକୁ ନେଇ ଦାହ କରି ଆସିଛନ୍ତି। ଅନିଲ ସରକାର, କିରଣ ବାନର୍ଜୀ ଇତ୍ୟାଦି, କାଳିଦାସ ମଜୁମଦାର ଇତ୍ୟାଦି, ଏବଂ ସେମାନେ ତାଙ୍କର ଶରୀରକୁ ଦାହ କରି ଫେରି ଆସନ୍ତି। ଯେତେବେଳେ ଶ୍ରୀ ଠାକୁର ତାଙ୍କୁ ଦେଖି କହୁଛନ୍ତି ଆରେ ନଫର ଘୋଷର ଦେହଟାକୁ ପୋଡି ଦେଇ ଆସିଲ? ସେମାନେ କହୁଛନ୍ତି ଆଜ୍ଞା ହଁ। ଠାକୁର କହୁଛନ୍ତି ଆରେ ସିଏ ତ ବର୍ତ୍ତମାନ ପର୍ଯ୍ୟନ୍ତ ହିଁ ମୋ ସାଙ୍ଗରେ କଥା ହଉଥିଲା, ଏଇ ପର୍ଯ୍ୟନ୍ତ କଥା ହଉଥିଲା ତା ସୂକ୍ଷ୍ମ ଶରୀର ନେଇକି। ଦେଖନ୍ତୁ କେତେ ବିଶାଳ କଥା। ନଫର ଘୋଷଙ୍କ ମୃତ୍ୟୁ ହେଇଯାଇଛି, ଭକ୍ତମାନେ ତାଙ୍କର ଶରୀରକୁ ଦାହ କରିକି ଫେରୁଛନ୍ତି। ଠାକୁର କହୁଛନ୍ତି ଯେ ନଫର ମୋ ସାଙ୍ଗରେ ଏବେ କଥା ହଉଥିଲା ସୂକ୍ଷ୍ମ ଶରୀର ନେଇ। ଏକଥା ଆପଣ ମୁଁ ତ କହିପାରିବା ନାହିଁ, କେବଳ ସିଏ ହିଁ କହିପାରିବେ ଯିଏ ଏଇ ସ୍ଥୂଳ ଜଗତ ଏବଂ ସ୍ଥୂଳ ଜଗତ ପଛରେ ଯୋଉ ସୂକ୍ଷ୍ମ ଜଗତ ଅଛି, ଯୋଉ ଜଗତ ଆମମାନେ କେହି ଦେଖି ନାହାନ୍ତି, ତାହାକୁ କେବଳ ଯିଏ ଦେଖିଛନ୍ତି ଏକମାତ୍ର ସିଏ ହିଁ ଏଇ କଥା କହିପାରନ୍ତି। ଭକ୍ତମାନେ ପଚାରୁଛନ୍ତି ଆଜ୍ଞା ନଫର ଆପଣଙ୍କ ସାଙ୍ଗରେ କଣ କଥା ହଉଥିଲା? ଠାକୁର କହିଲେ ସେଇ କଥା ଯେ ଠାକୁର ଆପଣ ଚାହିଁଥିଲେ ମତେ ରକ୍ଷା କରିପାରିଥାନ୍ତେ, ଆଉ କିଛି ଦିନ ବଞ୍ଚେଇ ଦେଇ ପାରିଥାନ୍ତେ ଇତ୍ୟାଦି ଇତ୍ୟାଦି। ସେ ଯାହା ହଉ ସେଇ ଆଳାପ ଆଲୋଚନା ଭିତରକୁ ମୁଁ ବର୍ତ୍ତମାନ ଯାଉନି, ତାହା ଆଜିର ବିଷୟ ନୁହେଁ। କଥା ହଉଛି ଯେ ଏଇଭଳି ଭାବରେ କିଛି ଦିନ ବିତି ଯାଇଛି। କିଛି ବର୍ଷ ପରେ ସେତେବେଳେ ପାବନାରୁ ଦେଓଘର ଶ୍ରୀ ଠାକୁର ଆସି ଯାଇଛନ୍ତି। ଠାକୁର ଦିନେ କହୁଛନ୍ତି ତାଙ୍କ ଭକ୍ତ ମାନଙ୍କୁ, ଆରେ ହେଇ ଶୁଣ, ନଫର ଘୋଷ ଛୋଟୁ ଗୋୟାଲାର ଘରେ ଜନ୍ମ ନେଇଛି। ଛୋଟୁ ଜଣେ ଗୁଡିଆ ପରିବାର, ଗୋଟେ ଗୁଡିଆ ଲୋକ, କ୍ଷୀର ଦୁଧ ମିଠା ଏସବୁ ସେ ବ୍ୟବସାୟ କରେ। ଠାକୁର କହୁଛନ୍ତି ଯେ ଛୋଟୁ ଘରେ ନଫର ଘୋଷ ପୁଣି ଜନ୍ମ ହେଇଛି। ତାର ଅର୍ଥ ଯେ ଶ୍ରୀ ଠାକୁର ଦେଖିପାରିଛନ୍ତି ନଫର ଘୋଷର ଯାତ୍ରା, ସ୍ଥୂଳ ଜଗତରୁ ସୂକ୍ଷ୍ମ ଜଗତକୁ, ପୁଣି ସୂକ୍ଷ୍ମ ଜଗତରୁ କିଭଳି ସ୍ଥୂଳ ଜଗତକୁ ସେ ଫେରି ଆସିଛନ୍ତି, ତାହା ଶ୍ରୀ ଠାକୁର ତାଙ୍କର ଦୃଷ୍ଟି ଭିତରେ ଅଛି। ଏଇ କଥାର କିଛି ବର୍ଷ ପରେ, 3-4 ବର୍ଷ ପରେ, ସେ ଛୋଟୁ ଗୁଡିଆ ଯିଏ, ସେ ତାର ସ୍ତ୍ରୀ ଏବଂ ସେଇ ନବଜାତକ ଶିଶୁ ଯିଏ ହଉଛନ୍ତି ନଫର ଘୋଷ ଏବଂ ତାଙ୍କର ଭାଉଜ, ଏମାନଙ୍କୁ ସବୁ ନେଇ ଦେଓଘରରେ ଆଶ୍ରମକୁ ଆସିଛନ୍ତି। ଛୋଟ ପିଲାଟି ଡିଆଁ ଡିଁ କରୁଛି, ଖେଳୁଛି।
ତା ଆଡକୁ ଅନେଇ ଠାକୁର ଭକ୍ତ ମାନଙ୍କୁ ପୁରୁଣା ଭକ୍ତ ମାନଙ୍କୁ ପଚାରୁଛନ୍ତି ପାବନା ସେଇ ସମୟର, ଆରେ ଇଏ କିଏ ଜାଣିଛ, ଇଏ କିଏ ଜାଣିଛ? ସେମାନେ କହୁଛନ୍ତି ଆଜ୍ଞା ନା। ଠାକୁର କହୁଛନ୍ତି ଇଏ ହଉଛି ନଫର ଘୋଷ। ଇଏ ନଫର ଘୋଷ ପୁଣି ଜନ୍ମ ନେଇଛି। ତାପରେ ଠାକୁର ସେଇ ଛୁଆଟିର ମା ଆଡେ ଅନେଇ କହୁଛନ୍ତି, ଦେଖ ତୋ ଘରେ ଜଣେ ମହାପୁରୁଷଙ୍କର ଜନ୍ମ ହେଇଛି, ତାଙ୍କ ପ୍ରତି ଦୁର୍ବ୍ୟବହାର କରିବୁ ନାହିଁ, ତାଙ୍କର ଯତ୍ନ ନବୁ, ତାଙ୍କୁ ଆମିଷ ଖାଇବାକୁ ଦବୁ ନାହିଁ, ସାତ୍ବିକ ନିରାମିଷ ଆହାର ହିଁ ଦବୁ। ମାଟି ମୁଣ୍ଡ ହଲେଇ ହଁ ବୋଲି କହି ସମ୍ମତି ଜଣେଇଛନ୍ତି। କିଛି ସମୟ ପରେ ପରିବାରଟି ଚାଲି ଯାଇଛି। ପୁରୁଣା ଭକ୍ତ ଯୋଉମାନେ ଥିଲେ ତାଙ୍କ ମନରେ ପ୍ରଶ୍ନ ଆସିଛି। ଶ୍ରୀ ଠାକୁରଙ୍କୁ ସେମାନେ ପଚାରୁଛନ୍ତି, ଠାକୁର ନଫର ଘୋଷ ତ ଜଣେ ବଡ ଭକ୍ତ ଥିଲେ। ଠାକୁର କହୁଛନ୍ତି ହଁ। ସେମାନେ କହୁଛନ୍ତି ଆଜ୍ଞା ଆପଣଙ୍କର ମହାନ ଭକ୍ତ ଥିଲେ। ଠାକୁର କହୁଛନ୍ତି ହଁ, ମତେ ବହୁତ ସେ ଭକ୍ତି କରେ, ବହୁତ ଭଲ ପାଏ। ଭକ୍ତମାନେ ପଚାରୁଛନ୍ତି, ଆଜ୍ଞା ଠାକୁର ଏତେ ବଡ ଭକ୍ତ, ସେ ତ ଗୋଟେ ଅତ୍ୟନ୍ତ ଉଚ୍ଚ ପରିବାରରେ, ସମ୍ଭ୍ରାନ୍ତ ପରିବାରରେ ତାଙ୍କର ପୁନର୍ଜନ୍ମ ହେଇପାରିଥାନ୍ତା, ସେ ଗୋଟେ ଗୁଡିଆ ଘରେ ଜନ୍ମ ନେଲେ। ଠାକୁର ଏମିତି କାହିଁକି ହେଲା? ଆପଣଙ୍କ ଏତେ ବଡ ଭକ୍ତ ହେଇକି ମଧ୍ୟ, ସାରା ଜୀବନ ଆପଣଙ୍କର ସେବା କରି ମଧ୍ୟ ତାଙ୍କର ଏଇଭଳି ଗୋଟେ ଛୋଟିଆ ପରିବାର, ଗରିବ ମଧ୍ୟବିତ୍ତ ପରିବାରରେ ଜନ୍ମ ହେଲା ଗୁଡିଆ ଘରେ, ଏଇଟା କେମିତି ହେଲା? ଠାକୁର କହୁଛନ୍ତି, ଦେଖ ନଫର ଘୋଷ ତ ମୋର ବହୁତ ବଡ ଭକ୍ତ ଥିଲା, ଏଥିରେ ସନ୍ଦେହ ନାହିଁ, ହେଲେ ତାର ଗୋଟେ ବଡ ଆସକ୍ତିକୁ ସେ ଛାଡି ପାରିନଥିଲା। ସେଟା ହଉଛି ମିଠା ଖାଇବା। ଛେନା, ଦହି, ମିଠା ଏଇ ପ୍ରତି ତାର ବହୁତ ଆସକ୍ତି ଥିଲା, ଏବଂ ମୃତ୍ୟୁ ସମୟରେ ମଧ୍ୟ ସେଇ ଆସକ୍ତି ତାକୁ ଛାଡି ନଥିଲା। ସେଇ ଭାବଟା ତା ଭିତରେ ଏମିତି ପ୍ରବଳ ଥିଲା, ଏଇ ଆସକ୍ତିର ଭାବଟା, ଯିଏ ଠିକ ସେଇଭଳି ଭାବ ସାଙ୍ଗରେ ମେଳ ଖାଉଥିବା ପରିବାର, ଯୋଉଠି ଏଇ ସବୁ ଦୁଧ, ଛେନା, ମିଠା ଏଇ ସବୁ ନେଇ କାରବାର, ସେଇଭଳି ଗୋଟେ ପରିବାର, ସେଇଭଳି ଦମ୍ପତିଙ୍କ ଔରସରେ ତାର ଜନ୍ମ ହେଇଛି। ଶ୍ରୀ ଠାକୁରଙ୍କ ଗୋଟେ ବାଣୀ ଅଛି, মৃত্যুকালে যে ভাব ধরে ছেড়ে যায় শরীর এ জীবন, জন্মে আবার ওই পথে সে ভাবের পথ পায়ে যখন। মৃত্যুকালে যে ভাব ধরে ছেড়ে যায় শরীর এ জীবন, মৃত্যু ସମୟରେ ଯୋଉ ଭାବ ଧରି ଆମର ଏଇ ଶରୀରକୁ ଯେତେବେଳେ ଆମର ଏଇ ଜୀବନ ଛାଡିକି ଚାଲିଯାଏ, ସେତେବେଳେ ପୁଣି ଆଉ ଥରେ ସେଇ ଭାବର ପଥ ଯେତେବେଳେ ସେ ପାଏ ବା ରାସ୍ତା ଯେତେବେଳେ ପାଏ, ପୁଣି ସେଇ ପଥରେ ଆଉ ଥରେ ସେ ଜନ୍ମ ହୁଏ। ସିମ୍ପଲ କଥା। এই ବିଷୟରେ ଆଉ ଟିକେ ବିଶଦ ଭାବରେ ଆଲୋଚନା କରିବା କିଛି ସମୟ ପରେ, କିନ୍ତୁ କଥାଟି ହଉଛି ବିଶାଳ ଏବଂ ଗଭୀର। ଏଇ ନଫର ଘୋଷଙ୍କର ଜୀବନରୁ ଜନ୍ମ ମୃତ୍ୟୁର ରହସ୍ୟ ଉନ୍ମୋଚିତ ହୁଏ। ଏଇ କଥାରୁ ବୁଝା ପଡେ ଯେ ମଣିଷ ମୃତ୍ୟୁ ହୁଏ କେମିତି, ମୃତ୍ୟୁ ସମୟରେ କଣ ହୁଏ, ମୃତ୍ୟୁ ପରେ କଣ ହୁଏ, ମୃତ୍ୟୁ ପରେ ତାର ଜୀବନ କିଭଳି ପୁଣି ଆଉଥରେ ଜୀବନ ସେ ପାଏ। ବର୍ତ୍ତମାନ ଜାଣନ୍ତୁ ସମ୍ୟକ ଭାବରେ ଆଲୋଚନା କରିବା କଥାଟା। କଥା ହଉଛି ଯେ ମଣିଷର ଜୀବନ ହଉଛି ଅବିନାଶୀ। ମଣିଷର ବାସ୍ତବିକ ଭାବରେ ଦେଖିବାକୁ ଗଲେ ମୃତ୍ୟୁ ନାହିଁ। ଏଇ ବିଶ୍ବ ବ୍ରହ୍ମାଣ୍ଡରେ ଯାହା କିଛି ଅଛି, ଏଇ କୌଣସି କିଛିର ବିନାଶ କେବେ ମଧ୍ୟ ହୁଏ ନାହିଁ। ଯଦି କିଛି ହୁଏ ତାହା ହଉଛି ରୂପାନ୍ତରୀକରଣ। ଗୋଟିଏ ଫର୍ମରୁ ଆଉ ଗୋଟେ ଫର୍ମରେ ଟ୍ରାନ୍ସଫର୍ମେସନ ହୁଏ, ମୃତ୍ୟୁ ହୁଏ ନା। ବରଫଟା ଯେତେବେଳେ ପାଣି ହୁଏ, ସେତେବେଳେ କଣ ବରଫର ମୃତ୍ୟୁ ହେଇଯାଏ? ନା, ବରଫର ରୂପଟା ପରିବର୍ତ୍ତନ ହେଇ ପାଣିରେ ରୂପାନ୍ତରିତ ହୁଏ। ପାଣିଟା ଯେତେବେଳେ ବାଷ୍ପ ହେଇକି ମହାଶୂନ୍ୟରେ ମିଶିଯାଏ, କୁଆଡେ ମିଳେଇ ଯାଏ, ତାର ଅତା ପତା ରହେନି, ସେତେବେଳେ ଆମେ କଣ କହିବା ପାଣିର ମୃତ୍ୟୁ ହେଇଗଲା ବୋଲି? ନା, ତାର ଗୋଟେ ରୂପାନ୍ତରୀକରଣ ହେଇଛି। ସେ କିନ୍ତୁ ଅବିନାଶୀ, ତାର କ୍ଷୟ ନାହିଁ। ଶ୍ରୀ ଠାକୁର ସେଦିନ ଆଲୋଚନା ପ୍ରସଙ୍ଗରେ ତାଙ୍କ ପ୍ରଥମ ଖଣ୍ଡରେ ଗୋଟେ କଥା କହୁଛନ୍ତି, ଜର୍ମ ପ୍ଲାଜମ, ଜନନ କୋଷ, ଜନନ କୋଷରୁ ତ ଶରୀର, ତାର ବିୟଣ୍ଡରେ, ତାର ଅତୀତରେ ଯେଉଁ ଦେହ, ତାହା ହିଁ କାରଣ ଶରୀର।
ଆମର ଗୋଟେ ହେଲା ସ୍ଥୂଳ ଶରୀର, ଯୋଉଟା ଜାତ ହୁଏ ଜନନ କୋଷରୁ, ଗୋଟିଏ ସେଲ ରୁ ବା ଜାଇଗୋଟ ରୁ ଏଇ ଶରୀରର ସୃଷ୍ଟି। ତାର ପଛରେ ଅଛି କାରଣ ଶରୀର। ତାର ଅତୀତରେ ଯେଉଁ ଶରୀର ଥିଲା ସେଇ ଶରୀରଟା ହଉଛି ତାର କାରଣ ଶରୀର। ଠାକୁର ତାକୁ ମଧ୍ୟ କହିଛନ୍ତି ଭାବ ଶରୀର ବା ଭାବ ଦେହ। ଠାକୁର ଏଇଟା କହୁଛନ୍ତି ଯେ ଏଟା ହଉଛି ଏକ୍ଟୋପ୍ଲାଜମିକ ବଡି। ଠାକୁର ପୁଣି କହୁଛନ୍ତି ଗ୍ୟାସିୟସ ଜିନିଷଟା, ଗ୍ୟାସ ଟା ଯେତେବେଳେ ତରଳ ହୁଏ, ଷ୍ଟିମ ଯେତେବେଳେ କଣ୍ଡେନ୍ସଡ ହୋଇ ଭ୍ୟାପର ହୁଏ, ଜଳ କଣା ରୂପେ ଆସେ, ସେତେବେଳେ ଆସେ ଫର୍ମ। ଦେଖନ୍ତୁ, ଯୋଉଟା ବାଷ୍ପ ତାର ଫର୍ମ କିଛି ନଥାଏ, କିନ୍ତୁ ଯେତେବେଳେ ସେଟା ଘନୀଭୂତ ହେଇ ଯେତେବେଳେ ଜଳ କଣାରେ ରୂପାନ୍ତରିତ ହୁଏ ଏଇ ବାଷ୍ପଟା, ସେତେବେଳେ ତାର ଗୋଟେ ଆକାର ମିଳେ, ତାର ଗୋଟେ ଫର୍ମ ଆସେ। ଠିକ ସେଇଭଳି ଭାବରେ ଏକ୍ଟୋପ୍ଲାଜମିକ ବଡି, କାରଣ ଦେହ ମଧ୍ୟ ସେଇପରି। ଖୁବ ଫାଇନ ମ୍ୟାଟର, ଖୁବ ଫାଇନ ମ୍ୟାଟର, ସୂକ୍ଷ୍ମ ପଦାର୍ଥର ସମ୍ମିଶ୍ରଣ ଛଡା ଆଉ କିଛି ନୁହେଁ। ତେଣୁ ଏଇ ଯୋଉ ଫାଇନ ମ୍ୟାଟର ବା ଏଇ ଯୋଉ ଭାବ ଦେହ ବା କାରଣ ଦେହ, ଏ ଅତ୍ୟନ୍ତ ସୂକ୍ଷ୍ମ ଆକୃତିର ଗୋଟେ ଶରୀର, ଖୁବ ଫାଇନ ମ୍ୟାଟରର କମ୍ପୋଜିସନ ବା ସମ୍ମିଶ୍ରଣ। ଆର ସ୍ଥିତି ଅଛି, ଆର ବିଦ୍ୟମାନତା ଅଛି, ଆର ଅବସ୍ଥିତି ଅଛି। ଏବଂ ଏଇଟା ଯେତେବେଳେ ଏଇ ସୂକ୍ଷ୍ମ ଆକୃତିର ଶରୀରଟା ଯେତେବେଳେ ଘନୀଭୂତ ହୁଏ, ସେତେବେଳେ ଆମେ ଗୋଟେ ସ୍ଥୂଳ ଶରୀର ପାଉ। ଠିକ ଅଛି, ତ ଏହାର ପରିବର୍ତ୍ତନ କିଭଳି କଣ ହୁଏ ସେଇ ବିଷୟରେ ଆମେ ଆଲୋଚନା କରିବା। ତ ବର୍ତ୍ତମାନ ଆମେ ଜାଣିଲେ ଯେ ଏଇ ଶରୀର, ଏଇ ମଣିଷର ଆତ୍ମା ବା ମଣିଷ ହଉଛି ଅବିନାଶୀ, ଆର ମୃତ୍ୟୁ ନାହିଁ, ଆର କ୍ଷୟ ନାହିଁ, କେବଳ ରୂପାନ୍ତରୀକରଣ ଅଛି। କେତେବେଳେ ସ୍ଥୂଳ ଦେହରୁ ସୂକ୍ଷ୍ମ ଦେହ, ସୂକ୍ଷ୍ମ ଦେହରୁ ସ୍ଥୂଳ ଦେହ, ଇତ୍ୟାଦି ଇତ୍ୟାଦି ଏଇଭଳି ଭାବରେ ଚାଲିଛି। ଆଉ ଗୋଟେ ମଣିଷ ଜୀବନର ଗୋଟିଏ ମଣିଷର ସ୍ୱରୂପ ବିଷୟରେ ଟିକେ ଜାଣିବାକୁ ପଡିବ। ଏଇଟା ଜାଣିଲେ କଥାଟି, ଏଇ ଜନ୍ମ ମୃତ୍ୟୁର ରହସ୍ୟ ଟା ସ୍ପଷ୍ଟ ହେଇ ଉଠିବ। ଶ୍ରୀ ଠାକୁର କହୁଛନ୍ତି ମଣିଷ ହଉଛି କେତେ ଗୁଡେ ଭାବର ସମଷ୍ଟି। ଆମେ ମାନେ ହଉଛନ୍ତି କେତେ ଗୁଡେ ଭାବର ସମଷ୍ଟି। ମୁଁ, ଆପଣ, ଏ ଦୁନିଆରେ ସମସ୍ତେ ହଉଛନ୍ତି କେତେ ଗୁଡେ ଭାବକୁ ନେଇ। ସ୍ଥୂଳ ଶରୀରଟା ଛାଡି ଦିଅନ୍ତୁ, ଆମର ଯୋଉ ସତ୍ତାଟାକୁ, ଆମର ପରିଚୟ, ବାସ୍ତବ ପରିଚୟଟା ଯେ ଦେଖାଯାଏ, ତାହେଲେ କେତେ ଗୁଡାଏ ଭାବର ସମଷ୍ଟି। ଆମର ଏଇ ଭାବ ଗୁଡିକ ନେଇ ଆମର ଅଭ୍ୟାସ ବ୍ୟବହାର, ଏଇ ଅଭ୍ୟାସ ବ୍ୟବହାରକୁ ନେଇକି ଆମ ମାନଙ୍କର ଚରିତ୍ର, ସେଇ ହଉଛି ଆମର ପରିଚୟ। ତେଣୁ ଭାବ ଯଦି ନଥାନ୍ତା ତାହେଲେ ଆମର ପରିଚୟ ନଥାନ୍ତା। କିଏ ଜଣେ ଦୟାବାନ ଲୋକ, କିଏ ନିଷ୍ଠୁର ଲୋକ, କିଏ ପ୍ରେମୀ ଲୋକ, କିଏ ରାଗୀ ଲୋକ, ଇଏ ଯୋଉ ପରିଚୟ, ଏଗୁଡାକ ଆମ ମାନଙ୍କ ଭାବରୁ ସୃଷ୍ଟି। ଶ୍ରୀ ଠାକୁର କହୁଛନ୍ତି ମଣିଷ ଯେତେବେଳେ ଜନ୍ମ ନିଏ, ସେ ଗୋଟେ ଭାବ ନେଇକି ଜନ୍ମ ନିଏ। ପରବର୍ତ୍ତୀ ସମୟରେ ପରିବେଶର ସଂଘାତ, ପ୍ରଥମେ ସେ ମା ବାପାଙ୍କ ଠାରୁ ସଂଘାତ ପାଏ, ଇମ୍ପଲ୍ସ ପାଏ, ତାପରେ ପରିବାରର ଅନ୍ୟମାନଙ୍କ ଠାରୁ, ତାପରେ ବିଦ୍ୟାଳୟରେ, ସ୍କୁଲ କଲେଜରେ ସହପାଠୀ ଶିକ୍ଷକ, ତାପରେ ସମାଜରେ ଅନ୍ୟମାନଙ୍କ ଠାରୁ, ସହକର୍ମୀ, ବନ୍ଧୁ ଏବଂ ଅନ୍ୟାନ୍ୟ ମାନଙ୍କ ଠାରୁ। ଏଇ ସଂଘାତ ପାଇ ପାଇ, ଏଇ ଯୋଉ ଛାଡା ପାଇ ପାଇ, ତା ଭିତରେ ଯୋଉ ଭାବ ଗୁଡିକ ଥାଏ, ସେଗୁଡିକ ବଳିଷ୍ଠ ହୁଏ, ପରିବର୍ତ୍ତିତ ହୁଏ, ସେଗୁଡିକ ବିଶେଷ ଭାବରେ ରୁଦ୍ଧିମନ୍ତ ହୁଏ, ସେ ଭାବ ଗୁଡିକ ପରିପକ୍ୱ ହୁଏ। କଣ ହୁଏ? ତାର ମସ୍ତିଷ୍କରେ ଏଇ ଯୋଉ ଅନେକ ଗୁଡିଏ ପରିବେଶର ସଂଘାତ ପାଏ, ତା ଭିତର ଭାବ ସହିତ ମେଳ ଖୁଆଇ ଯୋଉ ଭାବ ଗୁଡିକ ନୂଆ ଭାବର ସୃଷ୍ଟି ହୁଏ, ତାର ଇମ୍ପ୍ରିଣ୍ଟ ତାର ମସ୍ତିଷ୍କ ଉପରେ ପଡି ରହେ। ଅର୍ଥାତ୍ ଅନେକ ଗୁଡିଏ ଭାବ ତାର ମସ୍ତିଷ୍କ ଭିତରେ ରହେ, ଗଭୀର ଭାବରେ ରହେ। ଏଇଟା ଇମ୍ପୋର୍ଟାଣ୍ଟ କଥା, ଜାଣିବାର ଆବଶ୍ୟକତା ଅଛି। ଆଉ ଗୋଟେ କଥା ଶୁଣାଯାଏ ଯେ ମଣିଷର ମୃତ୍ୟୁ ଜନ୍ମ ପୂର୍ବରୁ ହିଁ ନିର୍ଦ୍ଧାରିତ। ଜନ୍ମ ବେଳେ ହିଁ ଜଣା ପଡେ ଯେ ଏଇ ମଣିଷର ଆୟୁ କେତେ। ଯେମିତି ଆମେ ଶୁଣିଛନ୍ତି ପୁରାଣରେ ମାର୍କଣ୍ଡ ଋଷି 1500 ବର୍ଷ ବଞ୍ଚିଥିଲେ, ବିବେକାନନ୍ଦ ମାତ୍ର 39 ବର୍ଷ ବଞ୍ଚିଥିଲେ, ଶଙ୍କରାଚାର୍ଯ୍ୟଙ୍କର ମଧ୍ୟ ଖୁବ କମ ବୟସରେ ମୃତ୍ୟୁ ହେଇଥିଲା। ତ କୁହାଯାଏ ଯେ ମଣିଷର ଆୟୁଟା ନିର୍ଦ୍ଧାରିତ। ତ ମୃତ୍ୟୁ କେବେ ହବ ତାହା ମୋର ଅର ଲେସ୍ ପ୍ରିଡିସାଇଡେଡ। ଶ୍ରୀ ଠାକୁର ଏଥିରେ ଏକମତ ହେଇଛନ୍ତି, କିନ୍ତୁ ଠାକୁର ଏକଥା ମଧ୍ୟ କହିଛନ୍ତି ଯେ ମଣିଷର ମୃତ୍ୟୁ ପୂର୍ବ ନିର୍ଦ୍ଧାରିତ ହେଲେ ମଧ୍ୟ ଯଦି ସେ ଜୀବନରେ ସଦ୍ଗୁରୁଙ୍କୁ ଗ୍ରହଣ କରେ, ଏକ ସାତ୍ବିକ ଜୀବନ ଯାପନ କରେ,
ଏକ ଆଧ୍ୟାତ୍ମିକ ଦିବ୍ୟ ଜୀବନ ଯାପନ କରେ ତାହେଲେ ସେ ଚାହିଁଲେ ତାର ଆୟୁ ବୃଦ୍ଧି ମଧ୍ୟ ହେଇପାରେ। ଅର୍ଥାତ୍ ଆୟୁ କମ ଥିଲେ ମଧ୍ୟ ବେଶୀ ହେଇପାରେ। ଠାକୁର ଏକଥା ବି କହିଛନ୍ତି, ଜଣଙ୍କର ଆୟୁ ଯଦି ବେଶୀ ଥାଏ, ସେ ଯଦି କଣ୍ଟିନ୍ୟୁଅସଲି ଅନବରତ ଦୁଷ୍କର୍ମରେ ନିୟୋଜିତ କରେ ନିଜକୁ, ପ୍ରବୃତ୍ତି ଦ୍ୱାରା ପରିଚାଳିତ ହୁଏ, ତାର ଆୟୁ ଅଧିକା ଥିଲେ ମଧ୍ୟ ପ୍ରବୃତ୍ତି କିନ୍ତୁ ତାକୁ ମରଣ ଆଡକୁ, ମୃତ୍ୟୁ ଆଡକୁ ଟାଣି ନିଏ। ଯେମିତି ମୋର ଆୟୁ ଥାଉ ବା ନଥାଉ, ନିଆଁରେ ହାତ ପୁରେଇଲେ ହାତ ପୋଡିବ ହିଁ। ତେଣୁ ଆୟୁଟା ବା ପରମାୟୁଟା ବା ଭାଗ୍ୟ ଯେ କାଷ୍ଟ ଇନ୍ ଆଇରନ୍ ଅପରିବର୍ତ୍ତନୀୟ ତାହା ନୁହେଁ। ଭାଗ୍ୟଟା ପରିବର୍ତ୍ତନୀୟ, ଆୟୁଟା ପରିବର୍ତ୍ତନୀୟ। ପରିବର୍ତ୍ତନୀୟ ନୁହେଁ କେଉଁଟା? ବିଧି ହଉଛି ଅପରିବର୍ତ୍ତନ। ଯାହା କଲେ ଯାହା ହୁଏ ତାହା ହବ ହିଁ, ସେଥିରେ ପରିବର୍ତ୍ତନ ହେଇପାରିବ ନାହିଁ। ନିଆଁରେ ହାତ ପୁରେଇଲେ ହାତ ପୋଡିବ, ତାହା ଅପରିବର୍ତ୍ତନୀୟ। ଏଇ ଯୋଉ ବିଧିର ବିଧାନ, ବିଧାତାଙ୍କର ଯୋଉ ବିଧି, ଯୋଉ ନିୟମ, ଲଜ, ରୁଲ୍ସ ଆଣ୍ଡ ରେଗୁଲେସନ୍ସ, ଇଏ ଅପରିବର୍ତ୍ତନୀୟ, ସେଥିରେ ପରିବର୍ତ୍ତନ ହୁଏ ନା। ଦିନ ପରେ ରାତି ଆସିବ, ପଣସ ଗଛରେ ଆମ୍ବ ହବନି, ଆମ୍ବ ଗଛରେ ପଣସ ହବନି, ଆମ୍ବ ଗଛରେ ଆମ୍ବ ହିଁ ହବ। ଏଇ ଯୋଉ ନିୟମ, ଏଇ ନିୟମଟା ଅପରିବର୍ତ୍ତନୀୟ। ତେଣୁ ଯାହା କଲେ ପ୍ରବୃତ୍ତି ମୁଖର ଚଳନରେ ଚାଲିଲେ ମୃତ୍ୟୁ ଆସିବ, ତାହା ବିଧି ଦ୍ୱାରା, ତାହା ବିଧି ଦ୍ୱାରା ତାର ପ୍ରଣୟନ ହେଇଛି। ତେଣୁ ତାର ଉଲ୍ଲଂଘନ କଲେ ତାର ଫଳ ଭୋଗିବାକୁ ପଡେ। ସେଥିପାଇଁ କୁହାଯାଏ ଭାଗ୍ୟଟା ହଉଛି ଗୋଟେ ରିପୋର୍ଟ କାର୍ଡ। ଯେମିତି ଆମେ ମେଡିକାଲକୁ ଯାଆନ୍ତି, ହସ୍ପିଟାଲକୁ ଯାଆନ୍ତି ଚିକିତ୍ସା କରିବା ପାଇଁ, ବିଭିନ୍ନ ଟେଷ୍ଟ କରିବା ପାଇଁ, ବ୍ଲଡ ଟେଷ୍ଟ, ୟୁରିନ ଟେଷ୍ଟ ଇତ୍ୟାଦି, ତାପରେ ଡାକ୍ତର ଗୋଟେ ରିପୋର୍ଟ ଦେଇ ଦିଅନ୍ତି ଯେ ଆପଣଙ୍କର ଡାଇବେଟିସ୍ ଏତେ ଅଛି, ବିପି ଏତେ ଅଛି, ଇତ୍ୟାଦି ଇତ୍ୟାଦି। ମଣିଷ କହେ ମୁଁ ରୋଗୀ ବା ମଣିଷ କହେ ମୁଁ ସୁସ୍ଥ, କିନ୍ତୁ ସେଇଟା ସତ ନୁହେଁ। ମଣିଷ ରୋଗୀ ସେଇଦିନ ଯୋଉଦିନ ରିପୋର୍ଟ ବାହାରିଛି, ମଣିଷ ସୁସ୍ଥ ଅଥବା ମଣିଷ ସୁସ୍ଥ ଯୋଉଦିନ ରିପୋର୍ଟ ବାହାରିଛି। କିନ୍ତୁ ରୋଗୀ ମଣିଷ ମଧ୍ୟ ଯଦି ତାର ନିଜର ଲାଇଫଷ୍ଟାଇଲକୁ ପରିବର୍ତ୍ତନ କରେ, ବିପି ହେଇଥିବା ଲୋକଟି ମଧ୍ୟ ବିପି କୁ ଠିକ କରିପାରେ, ସୁଗାର ଥିବା ଲୋକଟିକୁ ସୁଗାର ବି ଠିକ କରିପାରେ। କିମ୍ବା ଭଲ ଲୋକଟି ଯାହାର ଶରୀର ସମ୍ପୂର୍ଣ୍ଣ ସୁସ୍ଥ ଅଛି, ସେ ଯଦି କୁଚଳନରେ ଚାଲେ, ମୋ ଶରୀରଟି ସୁସ୍ଥ ଅଛି ବୋଲି ଭାବିକି ସିଗାରେଟ ଖାଇବା ଆରମ୍ଭ କରେ, 5-10ଟା ରସଗୋଲା ଡେଲି ଖାଇବାକୁ ଆରମ୍ଭ କରେ, ତାହେଲେ ତାହାର ଶରୀର ଖରାପ ବି ହେଇପାରେ। ତେଣୁ ଭାଗ୍ୟ ବା ଟିପ୍ପଣୀରେ ବା ଜାତକରେ ଯାହା ଦେଖୁଛନ୍ତି ତାହା ହଉଛି ଗୋଟେ ରିପୋର୍ଟ କାର୍ଡ। କିନ୍ତୁ ଯେମିତି ରିପୋର୍ଟ କାର୍ଡଟି ଚଳନୀ ଦ୍ୱାରା, ଆଚରଣ ଦ୍ୱାରା ତାର ଯେମିତି ସେଇଟାକୁ ପରିବର୍ତ୍ତନ କରି ଦିଆଯାଇପାରେ, ଠିକ ସେଇଭଳି ମଣିଷ ନିଜର ଭାଗ୍ୟକୁ, ତାର ଜାତକରେ ତାର ଭାଗ୍ୟର ଲେଖନୀକୁ ମଧ୍ୟ ସେ ପରିବର୍ତ୍ତନ କରିଦେଇପାରେ। ଅର୍ଥାତ୍ ଚାହିଁଲେ ମଣିଷ ମୃତ୍ୟୁକୁ ଦୂରେଇ ଦେଇପାରେ, ମଣିଷ ମୃତ୍ୟୁକୁ ନିକଟତର କରିଦେଇପାରେ। ତେଣୁ ଆମମାନେ ଯୋଉ କହନ୍ତି ଯେ ସବୁ ଭାଗ୍ୟ ହାତରେ, ଆମ ହାତରେ କିଛି ନାହିଁ, ଠାକୁର ସେ କଥାରେ ବିଶ୍ୱାସ କରନ୍ତି ନାହିଁ। ତ ଏଇ କଥାଟି ଏଇଥିପାଇଁ କହିଲି ଯେ ଆମେ ମୃତ୍ୟୁକୁ ମଧ୍ୟ ଚାହିଁଲେ ଦୂରେଇ ଦେଇପାରିବା। ଠିକ ଅଛି, ବର୍ତ୍ତମାନ ଚାଲନ୍ତୁ ଆଲୋଚନାଟି ଆଗକୁ ନବା। ବର୍ତ୍ତମାନ କଥା ହଉଛି ଏଇ ମଣିଷର ମୃତ୍ୟୁ ଯେତେବେଳେ ହୁଏ, କଣ ହୁଏ, କିପରି ହୁଏ ଏବଂ ପରବର୍ତ୍ତୀ ଅବସ୍ଥାରେ କଣ କଣ ଘଟେ, ଏଇସବୁ କଥା ଜାଣିବା ନିତ୍ୟାନ୍ତ ଗୁରୁତ୍ୱପୂର୍ଣ୍ଣ। ଦେଖନ୍ତୁ, ଆମମାନେ କହିଲେ ଯେ, ବୁଝିଲେ ଯେ ମଣିଷ ହଉଛି ଭାବର ସମଷ୍ଟି। ତା ଜୀବନ ଭିତରେ ଅନେକ ଗୁଡାଏ ଭାବ ସେ ସାଉଁଟି ନିଏ, ତାର ଭାବ ଗୁଡିକ ପରିପକ୍ୱ ହୁଏ, ପରିପୁଷ୍ଟ ହୁଏ, ଅନେକ ଗୁଡିଏ ଭାବ ତାର ଭାବକୁ ନେଇ ସେ ଜୀବନ ବିତାଏ ଏବଂ ଅନେକ ଗୁଡିଏ ଭାବ ତାହାର ମସ୍ତିଷ୍କରେ ଗଭୀର ଭାବରେ ରହିଯାଏ। କଥା ହଉଛି ବହୁତ ପ୍ରକାର ଭାବ, କେତେବେଳେ ଟଙ୍କା ପଇସାକୁ ନେଇ ଲୋଭ, କେତେବେଳେ ରାଗର ଭାବ, କେତେବେଳେ କ୍ରୁରତାର ଭାବ, ଜୀବନ ସାରା ଚିଡିଚିଡି ହେଇକି ବିରକ୍ତ ହେଇକି ମାର ଧର କରିକି ଜଣେ କଟେଇ ଦେଇଛି, ଆଉ ଜୀବନ ସାରା ଜଣେ ଅନ୍ୟମାନଙ୍କୁ ଭଲ ପାଇକି କଟେଇ ଦେଇଛି, ଆଉ ଜଣେ ଜୀବନ ସାରା ଇଷ୍ଟଙ୍କୁ, ପ୍ରଭୁଙ୍କୁ ଧରିକି ଚାଲିଛି, ଇଷ୍ଟମୟ ଭାବରେ ରହିଛି। ବିଭିନ୍ନ ଲୋକ ବିଭିନ୍ନ ପ୍ରକାର ଭାବରେ ରହିଛନ୍ତି ଏବଂ କଣ ଗୋଟିଏ ଭାବ ନୁହେଁ, ଅନେକ ଗୁଡିଏ ଭାବ ରହିଛି। ଯେମିତି ନଫର ଘୋଷଙ୍କର ଠାକୁରଙ୍କ ପ୍ରତି ଗଭୀର ଭକ୍ତି ଥିଲା, ରସଗୋଲା ପ୍ରତି ଗଭୀର ଆସକ୍ତି ମଧ୍ୟ ଥିଲା ଏବଂ ଶେଷ ମୁହୂର୍ତ୍ତରେ ତାଙ୍କର ଏଇ ଯୋଉ ରସଗୋଲାର ଆସକ୍ତି ତା ବେଶୀ ଗଭୀର ହେଇଯାଇଥିଲା। ବର୍ତ୍ତମାନ କଥା ହଉଛି
ଯେ ଶ୍ରୀ ଶ୍ରୀ ଠାକୁର କହୁଛନ୍ତି ମୃତ୍ୟୁ ଯେତେବେଳେ ଆସେ ସେତେବେଳେ ମଣିଷ ତାର ଜୀବନର ସମସ୍ତ ଘଟଣା ଗୁଡିକ ତା ଆଖି ସାମ୍ନାରେ ଫ୍ଲାଶ ହେଇଯାଏ। ଠାକୁର କହୁଛନ୍ତି ଚିତ୍ରଗୁପ୍ତ ବୋଲି ଆଉ କିଛି ନାହିଁ। ଏମିତି ଏଭଳି କିଛି ନାହିଁ ଯେ ଚିତ୍ରଗୁପ୍ତ ବୋଲି ଗୋଟେ ମଣିଷ କିଏ ଅଛନ୍ତି ଯିଏ ବସିଛନ୍ତି କୋଉଠି ଆଉ ସିଏ ଯମଲୋକରେ ଅଛନ୍ତି ଏବଂ ସିଏ ଆମମାନଙ୍କର ଭାଗ୍ୟ ନିର୍ଦ୍ଧାରଣ କରିବେ ବା ଆମେ ସ୍ୱର୍ଗକୁ ଯିବା ମର୍ତ୍ତ୍ୟକୁ ଯିବା କଣ କରିବା ଏସବୁ ସେ ନିର୍ଦ୍ଧାରଣ କରିବେ। ଏସବୁ ଠାକୁର କହିଛନ୍ତି ସେମିତି କେହି ନାହାନ୍ତି। ଚିତ୍ରଗୁପ୍ତ ହଉଛି ଗୁପ୍ତ ଚିତ୍ର, ଜୀବନର ସମସ୍ତ ଗୁପ୍ତ ଚିତ୍ର ଗୁଡିକ ଯାହା ଯାହା କର୍ମ କରିଛି, ଭଲ କରିଛି, ମନ୍ଦ କରିଛି, ଖରାପ କରିଛି, ମାରଧର କରିଛି, ପଇସା ହଡପେଇ ନେଇଛି, ଯାହା ଯାହା କରିଛି ସେଇ ଚିତ୍ର ଗୁଡିକ ସେତେବେଳେ ଭାସି ଉଠେ ଆଖି ସାମ୍ନାରେ। ଜୀବନ ସାରା ଯଦି ଖରାପ କାମ କରିଥାଏ ସେଇ ଚିତ୍ର ଗୁଡିକ ଦେଖି ମୁଁ ଭୟରେ ସିହିରି ଉଠେ। ମଣିଷ ସେତେବେଳେ ଭୟରେ ସିହିରି ଉଠେ। ଯଦି ଜୀବନରେ ସୁକର୍ମ କରିଥାଏ, ଇଷ୍ଟଙ୍କୁ ନେଇଥାଏ, ସମାଜର ମଣିଷର ସେବା ଯତ୍ନ କରିଥାଏ, ଦୟା କ୍ଷମାର ଭାବ ସବୁ ସମୟରେ ପ୍ରଦର୍ଶନ କରିଥାଏ, ସେ ନିର୍ଭୀକ ଥାଏ, ତାର ସେତେବେଳେ ଭୟ ଆସେ ନା। ଠାକୁର କହୁଛନ୍ତି ତାର ପରବର୍ତ୍ତୀ ଅବସ୍ଥା ହଉଛି ଅନ୍ଧକାର। ଯେତେବେଳେ ମଣିଷ ମୃତ୍ୟୁ ହୁଏ, ଯେତେବେଳେ ସେ ପରଲୋକକୁ ଯାତ୍ରା କରେ ସେତେବେଳେ ସମସ୍ତ କିଛି ତା ପାଖରେ ଅନ୍ଧକାର ହେଇଯାଏ, କିଛି ଆଉ ଦେଖାଯାଏ ନା। ଭୟରେ ସିହିରି ଉଠେ, ସେତେବେଳେ ଆର୍ତ୍ତନାଦ କରିବାକୁ ଆରମ୍ଭ କରେ। ଠାକୁର କହୁଛନ୍ତି ତାର ପରବର୍ତ୍ତୀ ଷ୍ଟେଜ ହଉଛି ଡାଜଲିଂ ଲାଇଟ, ପ୍ରଚଣ୍ଡ ଆଲୋକ, ଏତେ ଆଲୋକ ଯେ ମାନେ ତା ଆଖିରେ ଦେଖିବା ବି ସମ୍ଭବ ହୁଏ ନା। ମାନେ ଯେମିତି କହନ୍ତି ଏତେ ଝଲମଲ ଏତେ ତୀବ୍ର ଆଲୋକ ଯେମିତି ଆଉ କିଛି ଦେଖାଯାଏ ନା। ଠାକୁର କହୁଛନ୍ତି ତାର ପରବର୍ତ୍ତୀ ଅବସ୍ଥା ପ୍ରଚଣ୍ଡ ଶବ୍ଦ, ଢଙ୍ଗ 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 ଶବ୍ଦ, ପ୍ରଚଣ୍ଡ ଶବ୍ଦ। ସେତେବେଳେ ସେଇଟା ହଉଛି ଗୁରୁତ୍ୱପୂର୍ଣ୍ଣ ସମୟ। ଏଇ ସମୟରେ ଯେଉଁ ଭାବରେ ସେ ଥାଏ ସେଇ ଭାବଟା ହିଁ ହଉଛି ଯାହା ତାହା ନିର୍ଦ୍ଧାରଣ କରେ ତାର ପରବର୍ତ୍ତୀ ଜୀବନର କଥା। ଠାକୁର କହୁଛନ୍ତି ତାର ଜୀବନର ଅନେକ ଗୁଡିଏ ଭାବ ଭିତରୁ ସବୁଠାରୁ ଗଭୀରତମ ଭାବ ଯୋଉଟା, ସେଇ ଭାବରେ ସେ ମିହମାଣ ହେଇ ପଡେ, ସେଇ ଭାବରେ ସେ ଡୁବିଯାଏ। ଯେତେବେଳେ ସେଇ ଭାବରେ ସେ ଡୁବିଯାଏ ସେତେବେଳେ ତାର ଜଗତ ଠାରୁ ସମ୍ପୂର୍ଣ୍ଣ ଭାବରେ ସେ ବିଚ୍ଛିନ୍ନ ହେଇଯାଏ। ତାର ସମସ୍ତ ଭାବ, ତାର ପରିବାର, ତାର ସ୍ମୃତି ସବୁ କିଛିରୁ ସେ ବିଚ୍ୟୁତ ହେଇଯାଏ। ଜଣଙ୍କୁ ଗୋଟେ ଲୋକକୁ ନେଇ ଯଦି ଗୋଟେ ପାଣି ଭିତରେ ପୁରା ଡୁବେଇ ଦିଆଯାଏ ତାହେଲେ ପାଣି ବାହାରେ ଯୋଉ ଜଗତ ତାଠୁ ସମ୍ପୂର୍ଣ୍ଣ ଭାବରେ ବିଚ୍ଛିନ୍ନ ହେଇଯାଏ। ଠିକ ସେମିତି ଯେତେବେଳେ ଗୋଟାଏ ମଣିଷ ଗୋଟାଏ ଭାବ ଭିତରେ, ଗୋଟିଏ ଗଭୀରତମ ଭାବ ଭିତରେ, ଗୋଟେ ଇଣ୍ଟେନ୍ସ ତୀବ୍ର ଭାବ ଭିତରେ ଯେତେବେଳେ ସମ୍ପୂର୍ଣ୍ଣ ଭାବରେ ଡୁବିଯାଏ ସେତେବେଳେ ତା ଛଡା ତା ବାହାରେ ଆଉ ଯାହା କିଛି ସେ ତାଠାରୁ ସମ୍ପୂର୍ଣ୍ଣ ଭାବରେ ଛିନ୍ନ ହେଇଯାଏ, ବିଚ୍ୟୁତ ହେଇଯାଏ, ଆଉ କୌଣସି ରିଲେସନ ରହେ ନା। ଠାକୁର କହୁଛନ୍ତି ଏଇ ଯୋଉ ସମୟଟା ଯେମିତି ଗୋଟେ ଡଷ୍ଟର ଧରି ବ୍ଲାକ୍ ବୋର୍ଡରେ ଯାହା ଅଛି ଯେମିତି ଲିଭେଇ ଦେଲେ ସବୁ ଚାଲିଯାଏ, ଯାହା ଲେଖା ହେଇଥିଲା ଆଉ କିଛି ଦେଖି ହୁଏ ନା। ଠାକୁର କହୁଛନ୍ତି ଠିକ ସେମିତି ଏଇ ଯୋଉ ଢଙ୍ଗ 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 ଯୋଉ ଶବ୍ଦ ହୁଏ, ଯୋଉ ପ୍ରଚଣ୍ଡ ଶବ୍ଦ, ଏଇ ଶବ୍ଦଟା ସେତେବେଳେ ମଣିଷର ମାନସ ପଟରୁ, ସ୍ମୃତି ପଟରୁ ସତେ ଯେମିତି ସବୁ କିଛି ସ୍ମୃତି ଗୁଡିକ ଲିଭେଇ ଦିଏ, ପୋଛି ଦିଏ ଚିରଦିନ ପାଇଁ, ଆଉ ତାର କିଛି ମନେ ରହେ ନା। ଏଇ ଯେତେବେଳେ ମୃତ୍ୟୁ ହେଇଯାଏ ସେତେବେଳେ ଏହି ଇହ କାଳରୁ, ଏହି ଇହ ଜଗତରୁ ସମ୍ପୂର୍ଣ୍ଣ ଭାବରେ ସେ ବିଚ୍ୟୁତ ହେଇଯାଏ, ତାର ସ୍ମୃତି ପଟରେ ଆଉ କିଛି ରହେ ନା। ସେଇଥିପାଇଁ ପୂର୍ବ ଜନ୍ମର କଥା ଆମମାନେ କେହି କହିପାରନ୍ତି ନାହିଁ। ପୂର୍ବ ଜନ୍ମରେ କଣ ଥିଲେ, କୋଉଠି ଥିଲେ, କିଭଳି ଜନ୍ମ ଥିଲା, ରାଜା ଘରେ ଜନ୍ମ ହେଇଥିଲେ କି ଗୋଟେ ଚାଷୀ ଘରେ ଜନ୍ମ ହେଇଥିଲେ, ଏ କଥା ମାନେ କିଛି ଜାଣନ୍ତି ନାହିଁ, କିଛି ବି ସ୍ମୃତି ପଟରେ ନଥାଏ। କାରଣ ଏଇ ମୃତ୍ୟୁ ସମୟରେ ହିଁ ସବୁ କିଛି ଲିଭିଯାଏ। ସେ ଠାକୁର କହୁଛନ୍ତି କେବଳ ସେଇ ବ୍ୟକ୍ତି ମାନେ, ଖୁବ କତିପୟ ବ୍ୟକ୍ତି ଯୋଉମାନଙ୍କର ଜୀବନଟା ଉଚ୍ଚ ଜୀବନ, ଯୋଉମାନେ
पुरुषोत्तम को बा जीवंत आदर्श को धरी चली थांती से माने से समय चेतन थांती से माने चेतन थांती तांको मन भितरु एई जे प्रचंड शब्द बा एई जो जालु जालुआ आलोक एई जो अंधकार एगुड़ा तांको किछि विव्रत करे ना सेतबेले मध्य से धैर्यर सहित साहसर सहित गोटे दिव्य भाव थांती सेतबेले मध्य से तांकर से नाम जप चली थाए सेतबेले मध्य से ईश्वर को तांकर से मानस चक्षुरे देखु थांती जेमती ध्यान कला बेला आम ठाकुर को देखती मानस चक्षुरे ठीक से भली से देखु थांती तांको भितर थाए निर्भीकता एक निर्भरतार भाव एवं सेमाने तांकर जो परवर्ती जीवन से भली भाव ऊर्ध्वमुखी हुए से विषय आलोचना करबा वर्तमान आमर जेहेतु आम मान समस्त जीवन रे आम मान पूर्व जन्मर स्मृति कहार नाही आम माने एतिकी ही कन्क्लूजन करि परिबा जे आम मानकर जीवनटा निश्चित भाव भल थिला सेति पई तो ठाकुर को जीवन रे पाइचंती किंतु सेभली दिव्य जीवन बा उच्च जीवन नथिला एटलिस्ट मो कथा मु कहिबी जे जहा फल रे आज मानस पटरे सब किछि पूर्व जन्मर किछि कथा नाही तेणु आउरी अनेक किछि साधना करिवार बाकी रहि जाइछ से ठाकुर को धरी चलिबार आवश्यकता आउरी ही बढ़ी जाइछ यदि विवर्तन यात्रा रे मु बा आपण माने आम माने आगु को जीवा को चाहंती ताहेले ये होचे एकमात्र बाट ता छडा उपाय किछि नाही वर्तमान चलंतु आलोचना करिबा जे कोन हुए ता परे एई आत्माटी सेतबेले सबु किछुरु एई इह कालरु इह जगतरु विच्युत हेई क्षुण्ण हेई सेतबेले मृत्यु वरण करी ए स्थूल शरीररु बाहरी जाए से जे कोनसे इंद्रिय बाटे बाहरी पारे कोनसे इंद्रिय बाटे बाहरी पारे नाक बाटे कान बाटे पाटी बाटे किंतु श्री ठाकुर कहउचंती जार जीवनटा उच्च एवं महान से केवल मस्तिष्क बाटे ही बाहर ऊर्ध्व इंद्रिय जोटा सबुठार ऊर्ध्व जो इंद्रिय मस्तिष्क से बाटे बाहर एवं आत्मा एवं सेतबेले मस्तिष्क रे कोनोसी कणा बा छेद हुए ना कारण आत्मा एते सूक्ष्म जे सीए कोनोसी कणा न करिक मध्ये बाहरी जाई पारे तेणु जहार आत्मा मस्तिष्क बाटे दे जाए से निश्चित भाव एक दिव्य जीवन अधिकारी थिले एवं ए दिव्य जीवन यात्रा रे से वर्तमान जात्री वर्तमान आत्माटी जेतबेले गोटे इंद्रिय दे बाहरी जाए सेतबेले स्थूल शरीर छाड़ी से गोटे सूक्ष्म शरीर रे प्रवेश करे से सूक्ष्म शरीर टा कहा जाए एक्टोप्लाज्मिक बॉडी कारण शरीर बा भाव शरीर कौन कहीं कहा जाए कारण जो गभीरतम भाव से म्यूहमान ही पड़ी थाए मृत्यु समय रे सेई भावटा ही होची तार भाव शरीर सेई भाव शरीर भितरे अर्थात सेई भाव को नहीं से सेई भाव रूपक सूक्ष्म शरीर को नहीं से भाव समुद्र रे नहीं पड़े ए भाव समुद्र रे लक्ष लक्ष कोटि कोटि आत्मा एई भली भाव शरीर नहीं ढेउ खेलु थांती अर्थात उबुटुबु होतांती तेणु आम माने जेतबेले शरीर छाड़ी एई स्थूल शरीर छाड़ी जो भाव शरीर नियंती भाव शरीर ग्रहण करती सेतबेले भाव समुद्र रे जाई पड़ती कौन हुए सेतबेले एटा ही बहुत अत्यंत महत्वपूर्ण कथा एवं निहाती जानिबार आवश्यकता अछि कारण ताहा जानिले ही आम माने विचार करिबा जे आम मानकर इह काल रे जीवनटा किभली हबा उचित देखंतु मनुष्य सेना स्थूल शरीर सूक्ष्म शरीर को चली जाए एवं गोटे भाव शरीर रहे किंतु तार इंद्रिय गुड़िक तार मन तार बुद्धि सबु किछि सेई सूक्ष्म शरीर रे सूक्ष्म आकृति रे थाए एगुड़ा किछि जाए ना तार मन तार अभ्यास तार प्रवृत्ति इंद्रिय गुड़िक मध्य सूक्ष्म शरीर थाए खाली न थाए ए स्थूल शरीरटा एठी होची समस्या एठी समस्या कौन जे बहुत गुड़ाए कामना वासना नहीं कि मनुष्य जाई थाए तार गभीरतम भावटा ही होची गोटे प्रकार कामना वासना जेमती
ନଫର ଘୋଷଙ୍କର ଥିଲା। ସେମିତି ଯିଏ ଗୋଟେ କ୍ରୂର ନିଷ୍ଠୁର ଭାବ ନେଇ ଯାଇଥାଏ ସିଏ ବି ଗୋଟେ କାମନା ବାସନା। ଯିଏ ଗୋଟେ ଲୋଭର ଭାବ ନେଇ ଯାଇଥାଏ ସିଏ ବି ଗୋଟେ କାମନା ବାସନା। ଯିଏ ଗୋଟେ ସାରା ଜୀବନ କାମ ଭାବ ନେଇ ରହିଥାଏ ସିଏ ବି ଗୋଟେ କାମନା ବାସନା। କଥା ହଉଛି ସିଏ ଠାକୁର କହୁଛନ୍ତି ଯେ ଯୋଉ ଇଚ୍ଛା ଗୁଡିକ ତାର ସ୍ଥୂଳ ଶରୀରରେ ଇହ ଜଗତରେ ଥିଲା ସେଗୁଡିକ ସେଇ ଭାବ ସମୁଦ୍ରରେ ଥିଲା ବେଳେ ଭାବ ଶରୀର ନେଇକି ସେଇ ଭାବ ଗୁଡିକ ବା ଇଚ୍ଛା ଗୁଡିକ ଆହୁରି ତୀବ୍ର ହେଇ ଉଠେ। ଯଦି ମୋର ରସଗୋଲା ଖାଇବା ପାଇଁ ଇଚ୍ଛା ଅତି ପ୍ରବଳ ଥିଲା ଏହି ଜଗତରେ, ସେତେବେଳେ ସେଇ ଇଚ୍ଛାଟା 1000 ଗୁଣରେ ବଢିଯାଏ ସେଇ ଜଗତରେ। କିନ୍ତୁ ଠାକୁର କହୁଛନ୍ତି ସମସ୍ୟାଟା କୋଉଠି? ସମସ୍ୟା ହେଉଛି ଯେ ଇଚ୍ଛା ସିନା ବଢିଯାଏ କିନ୍ତୁ ଇଚ୍ଛାଟାକୁ ଚରିତାର୍ଥ କରିବା ପାଇଁ ତା ପାଖରେ ଶରୀର ନଥାଏ। ସ୍ଥୂଳ ଶରୀର ଥିଲେ ସିନା ମୁଁ ଖାଇବି, ମୋର ପାଟି ଜିଭ ଇତ୍ୟାଦି ଥିଲେ ତ ମୁଁ ରସଗୋଲାଟି ଖାଇପାରିବି, ନହେଲେ ଖାଇବି କିପରି? ଯୋଉ ଲୋକଟି ଗୋଟେ କ୍ରୂର ଭାବ ନେଇଥାଏ, ହିଂସ୍ର ଭାବ ନେଇଥାଏ, ତାର ଶରୀର ଥିଲେ ସିନା କାହାକୁ ସେ ମାରଧର କରିବ, ପିଟିବ, ତା ଶରୀର ତ ନଥାଏ। ଆମମାନଙ୍କ ମସ୍ତିଷ୍କର କେନ୍ଦ୍ରରେ 2 ପ୍ରକାର ସ୍ନାୟୁର ସମ୍ମିଶ୍ରଣ ହେଇଛି। ଗୋଟେ ହଉଛି ଜ୍ଞାନବାହୀ ସ୍ନାୟୁ ଆଉ ଗୋଟେ ହଉଛି କର୍ମବାହୀ ସ୍ନାୟୁ। ଆମ ବିଭିନ୍ନ ସେନ୍ସ ଅର୍ଗାନ ଗୁଡିକ ଦ୍ଵାରା ଆମମାନେ ଏଇ ଯୋଉ ବୋଧବାହୀ ବା ଜ୍ଞାନବାହୀ ସ୍ନାୟୁ ଦ୍ଵାରା ସେଗୁଡିକ ମସ୍ତିଷ୍କକୁ ନିଅନ୍ତି। ମସ୍ତିଷ୍କରେ ତାହା ପ୍ରୋସେସ ହେଇ ମସ୍ତିଷ୍କ ଆମର କର୍ମବାହୀ ସ୍ନାୟୁକୁ ନିର୍ଦ୍ଦେଶ ଦିଏ ଯେ ଏଇ କର୍ମରେ ତୁମେ ଲିପ୍ତ ହୁଅ। ଧରନ୍ତୁ କୌଣସି କଥା ପରିବେଶର କାହାଠାରୁ କିଛି ଶୁଣି ମୋ ଭିତରେ କ୍ରୋଧର ଭାବ ସୃଷ୍ଟି ହେଇଛି। ଏଇ ଯୋଉ କଥାଟି ଶୁଣିଲି କାହାଠାରୁ ବା ନିନ୍ଦା ଶୁଣିଲି, ତାହା ମୋର ଜ୍ଞାନବାହୀ ବା ବୋଧବାହୀ ସ୍ନାୟୁ ଭିତରେ ଦେଇ ମସ୍ତିଷ୍କକୁ ଆସିଲା। ମସ୍ତିଷ୍କ ତାହା ବିଶ୍ଳେଷଣ କରି କହିଲା ସେଇ ଲୋକଟି ତୁମର ନିନ୍ଦା କରିଛି, ତୁମେ ଯାଅ, ତୁମେ ତାକୁ 2 ଚଟକଣା ପକାଅ ଏବଂ ତାକୁ ବିଧା ମାର। ସେତେବେଳେ କଣ କରେ? ମଣିଷର ଗୋଡ ହାତ ତାକୁ ନେଇଯାଏ ସେ ଲୋକ ପାଖକୁ, ହାତ ତାକୁ ଉଠେଇ ତାକୁ ପ୍ରହାର କରିବାକୁ ଆରମ୍ଭ କରେ। ମଣିଷର ପର କାଳରେ ମଣିଷ ଯେତେବେଳେ ସୂକ୍ଷ୍ମ ଶରୀରରେ ଥାଏ ବା ଆତ୍ମା ଯେତେବେଳେ ସୂକ୍ଷ୍ମ ଶରୀରରେ ଥାଏ, ମଣିଷ ବୋଲି ତ କହିବେ ନାହିଁ, ସେତେବେଳେ ସେ ଆତ୍ମା ଯେତେବେଳେ ସୂକ୍ଷ୍ମ ଶରୀରରେ ଥାଏ ସେତେବେଳେ ତାର ଭାବ ଯେତେବେଳେ ପ୍ରବଳ ହୁଏ, ଯେତେବେଳେ ତାର ଜ୍ଞାନବାହୀ ସ୍ନାୟୁ ଦ୍ଵାରା ବିଭିନ୍ନ ଇମ୍ପଲ୍ସ ପାଇ ଯେତେବେଳେ ମସ୍ତିଷ୍କ ତାକୁ କହେ ଯେ ସେ ଲୋକକୁ ଯାଇ ପିଟିବାକୁ ହବ, ମାରିବାକୁ ହବ, ସେତେବେଳେ ମଣିଷ ତାହା କରିପାରେ ନା, କାରଣ ତାର ଶରୀର ନଥାଏ। ଯୋଉ ଲୋକଟି ତାର କାମ ଭାବ ଚରିତାର୍ଥ କରିବାକୁ ଚାହେଁ ସେ କରିପାରେ ନା, କାରଣ ତାର ଶରୀର ନଥାଏ। ଯେଉଁ ଲୋକ ତାର ଲୋଭ ଖାଇବା ପ୍ରତି ତାକୁ ଚରିତାର୍ଥ କରିବାକୁ ଚାହେଁ ସେ କରିପାରେ ନା, ତାର ଶରୀର ନଥାଏ। ଠାକୁର କହୁଛନ୍ତି ସେଇ ଜୀବନଟା ଜ୍ୱାଳାମୟ, ଅତ୍ୟନ୍ତ ଯନ୍ତ୍ରଣାଦାୟକ। ଇଚ୍ଛା ହୁଏ ପ୍ରବଳ, କିନ୍ତୁ ଇଚ୍ଛାକୁ ଚରିତାର୍ଥ ନ କରିପାରିବାର ଯୋଉ ଯନ୍ତ୍ରଣା, ଇଏ ହଉଛି ଅତ୍ୟନ୍ତ ପ୍ରବଳ। ଠାକୁର କହୁଛନ୍ତି ଯେ ଏଇଭଳି ଭାବରେ କେତେ ବର୍ଷ ଯେ ବିତିଯାଏ ତାର କିଛି କୂଳ କିନାରା ନାହିଁ, ତାର କିଛି ଠିକ ଠିକଣା ନାହିଁ। କେତେ ସମୟ ଯେ ବିତିଯାଏ, ମଣିଷ ଯେପର୍ଯ୍ୟନ୍ତ ତାର କର୍ମ କରିଥିବା ଇହ କାଳର କର୍ମ କରିଥିବା ଫଳ ଗୁଡିକ ନ ଭୋଗି ସାରିଛି ସେ ପର୍ଯ୍ୟନ୍ତ ଇଏ ଲାଗି ରହେ। ଅର୍ଥାତ୍ ଏଇଭଳି ଯନ୍ତ୍ରଣା ଲାଗି ରହେ, ଏଇଭଳି ଏକ ଯନ୍ତ୍ରଣାମୟ, ବେଦନାମୟ, ଦୁଃଖମୟ, କଷ୍ଟମୟ ଜୀବନ ମଣିଷ ବିତାଏ। ସେଇ ଅବସ୍ଥାରେ ଆମମାନଙ୍କର କର୍ମଫଳ କିଛିଟା ଆମେ ଏଇ ଜୀବନରେ ପାଇଥାଉ, କିନ୍ତୁ ଅନେକାଂଶଟା ପାଇଥାଉ ସେଇ ଯେତେବେଳେ ସୂକ୍ଷ୍ମ ଶରୀରରେ ଆମେ ଥାଆନ୍ତି, ସୂକ୍ଷ୍ମ ଆକୃତି ନେଇକି। ତାପରେ ଯଦି କିଛି ବଞ୍ଚିଯାଏ ସେଇଟା ପ୍ରାରବ୍ଧ ଆକାରରେ ଆମମାନଙ୍କ ପାଖରେ ଆସେ। ଇଏ ହେଲା ଗୁରୁତ୍ୱପୂର୍ଣ୍ଣ କଥା। ତେଣୁ ଏଇଥିପାଇଁ ଆରମ୍ଭରୁ ମୁଁ କହିଥିଲି ଯେ ପରକାଳରେ କଣ ହୁଏ ତାହା ଅନେକାଂଶରେ ନିର୍ଦ୍ଧାରିତ ହୁଏ ଆମମାନଙ୍କର ଏଇ ଜୀବନରେ। ତେଣୁ ଏଇ ଜୀବନଟା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଯଦି ମୃତ୍ୟୁର ପର ଜୀବନଟାକୁ ଆମମାନେ ସୁନ୍ଦର କରିବାକୁ ଚାହାନ୍ତି। ଠାକୁର ଏଇଠି ଗୋଟେ ବହୁତ ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି। ଠାକୁର କହୁଛନ୍ତି ଯୋଉ ଲୋକ ସଦ୍ଗୁରୁଙ୍କୁ ନେଇଥାଏ, ଗ୍ରହଣ କରିଥାଏ, ଭକ୍ତି ଶ୍ରଦ୍ଧା ଅନୁରାଗର ଜୀବନ ବିତେଇଥାଏ, ଦୟା କ୍ଷମା ପ୍ରେମର ଜୀବନ ବିତେଇଥାଏ, ତା ଭିତରେ ଏଇ ସବୁ ଇନ୍ଦ୍ରିୟ ସୁଖ ଚରିତାର୍ଥ କରିବା ପାଇଁ ଲାଳସା ନଥାଏ ତା ଜୀବନରେ। ପରବର୍ତ୍ତୀ ସମୟରେ ଯେତେବେଳେ ସେ ସୂକ୍ଷ୍ମ ଶରୀରରେ ଥାଏ ସେତେବେଳେ ମଧ୍ୟ ଇନ୍ଦ୍ରିୟ ସୁଖ
ଚରିତାର୍ଥ କରିବା ପାଇଁ ତାର କୌଣସି ଲାଳସା ନଥାଏ। ଯେହେତୁ ଏ ଲାଳସା ନଥାଏ, ତାହାର ଦେହ ନଥିଲେ ମଧ୍ୟ କିଛି ଫରକ ପଡେ ନା। କାରଣ ସେ ରସଗୋଲା ଖାଇବି ଖାଇବି ବୋଲି ହୁଏ ନା, କାହାକୁ ମାରଧର କରିବି ବୋଲି ହୁଏ ନା। এইଭଳି ଭାବ ଯେହେତୁ ତା ଭିତରେ ନଥାଏ, ତାହାର କୌଣସି ଅସୁବିଧା ହୁଏନି। ତାର ଯେହେତୁ ସୂକ୍ଷ୍ମ ଶରୀର ଥାଏ, ସେ ସୂକ୍ଷ୍ମ ଶରୀରରେ ତାର ସେଇ ମାନସ ପଟରେ ତାର ସେଇ ନାମ ଜପ ଚାଲିଥାଏ। କାରଣ ସୂକ୍ଷ୍ମ ଶରୀର ନେଇ ନାମ ଜପ କରିବାରେ ତାର କୌଣସି ଅସୁବିଧା ହୁଏ ନା। ଅସୁବିଧା ହୁଏ ତାହାର ଯାହାର କାମନା ବାସନା ଥାଏ ଏବଂ ଚରିତାର୍ଥ କରିବା ପାଇଁ ଯାହା ଭିତରେ ତୀବ୍ର ଆକାଂକ୍ଷା ଥାଏ, ସେଇ ବ୍ୟକ୍ତିର ସ୍ଥୂଳ ଶରୀର ପ୍ରୟୋଜନ ହୁଏ କାମନା ବାସନା ଚରିତାର୍ଥ କରିବା ପାଇଁ। କିନ୍ତୁ ଏଇ ବ୍ୟକ୍ତିଟିର ଯିଏ ଏକ ଦିବ୍ୟ ଜୀବନର ଅଧିକାରୀ ଥିଲା, ତାର କୌଣସି ଲାଳସା ନଥାଏ, କିନ୍ତୁ ତାର ସିଏ ସେଇଭଳି ଭାବରେ ଇଷ୍ଟଙ୍କୁ ନେଇ ଗୁରୁଙ୍କୁ ନେଇ ଥାଏ, ତାର ଈଶ୍ୱରଙ୍କୁ ନେଇ ସେ ଥାଏ। ସେଇ ସମୟରେ ମଧ୍ୟ ତାର ସେଇ ନାମ ଜପ ଚାଲିଥାଏ। ସେ ଯୋଉ ବୀଜ ମନ୍ତ୍ର ସେ ଗ୍ରହଣ କରିଥାଏ, ତାହା ମଧ୍ୟ ସେଇ ସମୟରେ ସେ ନିରନ୍ତର ଜପି ଚାଲିଥାଏ। ଏଇଟା ହଉଛି ଗୁରୁତ୍ୱପୂର୍ଣ୍ଣ କଥା। ଆମମାନେ ଅତ୍ୟନ୍ତ ଭାଗ୍ୟଶାଳୀ, ଜୀବନରେ ଶ୍ରୀ ଶ୍ରୀ ଠାକୁରଙ୍କୁ ପାଇଛନ୍ତି, ବୀଜ ମନ୍ତ୍ର ପାଇଛନ୍ତି। ଆମମାନେ କଣ ନାମ ସିଦ୍ଧ ହେଇପାରିବା ନାହିଁ? ଆମମାନେ ଯଦି ନାମ ସିଦ୍ଧ ହୁଅନ୍ତି, ତାହେଲେ ଚିନ୍ତା କରିବାର କାରଣ କଣ ଅଛି? ବର୍ତ୍ତମାନ କଥା ହଉଛି ଯେ ଏଇ ସବୁ ତ ହେଲା, ଏଇଭଳି ଗୋଟିଏ ସୂକ୍ଷ୍ମ ଶରୀରରେ ମଣିଷ ବା ଏଇ ଜୀବାତ୍ମା ତାର ଜୀବନ ବିତାଇବାକୁ ଲାଗିଲା। ପୁଣି ଜନ୍ମ ସେ କେବେ ପାଏ? କିଭଳି ଭାବରେ ଜନ୍ମ ପାଏ? ଠାକୁର କହୁଛନ୍ତି ଏଇ ଯୋଉ ଆତ୍ମା ଗୁଡିକ ଭାବ ସମୁଦ୍ରରେ ଢେଉ ଖେଳୁଥାନ୍ତି, ଏଗୁଡା ସବୁ ଗୋଟେ ଟେଲିଭିଜନ ଟାୱାରର ଯେମିତି ଗୋଟେ ଗୋଟେ ଆଣ୍ଟେନା ଥାଏ, ଏବଂ ସେମାନେ ଆଣ୍ଟେନା ଯେମିତି ବା ଟ୍ରାନ୍ସମିଟର ଯେମିତି ସିଗ୍ନାଲକୁ ରିସିଭ କରେ ଏବଂ ଟ୍ରାନ୍ସମିଟ କରେ, ଏଇ ମଣିଷର ଏଇ ଆତ୍ମାର ସେମିତି ମଧ୍ୟ ଗୋଟେ ଟ୍ରାନ୍ସମିଟର ଥାଏ, ଯିଏ ସିଗ୍ନାଲକୁ ରିସିଭ କରିପାରେ ଏବଂ ପଠେଇ ପାରେ। ଶ୍ରୀ ଶ୍ରୀ ଠାକୁର କହୁଛନ୍ତି ଯେଉଁ ଭାବ ନେଇ, ଗଭୀରତମ ଭାବ ନେଇ ମଣିଷ ଏକ ଭାବ ଶରୀରରେ ଥାଏ, ଯେଉଁ ଭାବରେ ସେ ଲିପ୍ତ ଥାଏ, ଠିକ ସେଇ ଭାବ ନେଇ, ଠିକ ସେଇ ଭାବରେ ଯେଉଁ ଦମ୍ପତି ମିଳିତ ହୁଅନ୍ତି, ସେଇ ତାଙ୍କର ସେଇ ମିଳନ ସମୟର ଯୋଉ ଭାବର ସ୍ପନ୍ଦନ, ଯୋଉ ଭାଇବ୍ରେସନ, ଟେଲିଭିଜନ ସିଗ୍ନାଲ ଭଳି ସେଇ ଭାଇବ୍ରେସନ ଯେତେବେଳେ ଖେଳିଯାଏ ଏବଂ ଯେତେବେଳେ ଭାବ ସମୁଦ୍ରରେ ପହଞ୍ଚେ, ସେତେବେଳେ ଭାବ ସମୁଦ୍ରରେ ଥିବା ସେଇ ଭାବ ସହ ସମନ୍ୱୟ ଥିବା ହଜାର ହଜାର ଲକ୍ଷ ଲକ୍ଷ ଆତ୍ମା ଛୁଟି ଯାଆନ୍ତି ସେଇମାନଙ୍କ ଆଡକୁ। ଆ ପଛରେ କୌଣସି ମିରାକିଲ ନାହିଁ, ଆ ପଛରେ କେବଳ ଅଛି ଜନ୍ମ ମୃତ୍ୟୁର ବିଜ୍ଞାନ। ଇଏ ହଉଛି ଜନ୍ମ ମୃତ୍ୟୁର ବିଜ୍ଞାନ। ଠାକୁର କହୁଛନ୍ତି ସେଇ ଆତ୍ମା ଗୁଡିକ ଯେମିତି ଟେଲିଭିଜନ ସିଗ୍ନାଲ ଯେମିତି ଆସିଯାଏ, ସିଗ୍ନାଲ ଆସିଲେ ଆଣ୍ଟିନା ରିସିଭ କରି ଟେଲିଭିଜନ ଯେମିତି ଆମେ ସବୁ ଦେଖିପାରନ୍ତି, ଠିକ ସେଇଭଳି ସିଗ୍ନାଲ ଗୁଡିକ ଆସି ପହଞ୍ଚେ ସେଇ ଦମ୍ପତିଙ୍କର ସେଇ ଭାବର କମ୍ପନର ଭାଇବ୍ରେସନର ଯୋଉ ସିଗ୍ନାଲ, ଏବଂ ଏମାନେ ସେତେବେଳେ କମ୍ପିତ ହେଇ ଉଠନ୍ତି ଏବଂ ଛୁଟି ଯାଆନ୍ତି ସେଇ ଦମ୍ପତିଙ୍କ ଆଡକୁ। ଦମ୍ପତି ତ ଗୋଟିଏ, ନାରୀର ଡିମ୍ବାଣୁ ତ ଗୋଟିଏ ଆତ୍ମା ତ ଜନ୍ମ ନେଇପାରିବ, ଛୁଟି ଯାଆନ୍ତି କିନ୍ତୁ ଲକ୍ଷ ଲକ୍ଷ ଆତ୍ମା। ଶ୍ରୀ ଶ୍ରୀ ଠାକୁର କହୁଛନ୍ତି ତା ଭିତରୁ ଗୋଟିଏ ହିଁ ଆତ୍ମା ଜନ୍ମ ଗ୍ରହଣ କରିବାର ସୁଯୋଗ ପାଏ, ଗୋଟିଏ ହିଁ ଆତ୍ମା ଜନ୍ମ ନେବାର ସମ୍ଭାବନାର ଅଧିକାରୀ ହୁଏ। ସେଇ ଆତ୍ମାଟିକୁ, ଯାହାକୁ ସେଇ ନାରୀର ଡିମ୍ବାଣୁ ସ୍ୱୀକାର କରେ। ଏଠି ବିଜ୍ଞାନ କହିଛି, ଆଜିକାଲିର ବୈଜ୍ଞାନିକ ମାନେ କହନ୍ତି ଯେ ହଜାର ହଜାର ସ୍ପର୍ମ ବା ଲକ୍ଷ ଲକ୍ଷ ସ୍ପର୍ମରୁ କେବଳ ଗୋଟିଏ ସ୍ପର୍ମ ଫର୍ଟିଲାଇଜ କରେ ଓଭମକୁ। ଆଉ କୋଉଟା କରେ ବିଜ୍ଞାନ କହୁଛି ଆକ୍ସିଡେଣ୍ଟାଲି, ଯୋଉଟା ପହଞ୍ଚିଯାଏ, ଯୋଉଟା ଆକ୍ସେପ୍ଟ କରିନି, ଯୋଉଟା ଆଗ ପହଞ୍ଚେ ବା ଆକ୍ସିଡେଣ୍ଟାଲି ଯୋଉଟା ଏତେ ଗୁଡା ଯାଆନ୍ତି, ଯୋଉଟା ଖାପ ଖାଇଯାଏ। ଶ୍ରୀ ଶ୍ରୀ ଠାକୁର କହୁଛନ୍ତି ଏଇ ଦୁନିଆରେ, ଏଇ ବିଶ୍ୱ ବ୍ରହ୍ମାଣ୍ଡରେ ଆକ୍ସିଡେଣ୍ଟାଲି କିଛି ହୁଏ ନା, ବିନା କାରଣରେ କିଛି ହୁଏ ନା, ସବୁ କିଛି ପଛରେ କାରଣ ଅଛି। ଯଦି ଗୋଟିଏ ପର୍ଟିକୁଲାର ଶୁକ୍ରାଣୁକୁ ଡିମ୍ବାଣୁ ଗ୍ରହଣ କରେ, ତା ପଛରେ ଗୋଟେ କାରଣ ଅଛି, এটা ଆକ୍ସିଡେଣ୍ଟାଲି ହୁଏ ନା। ଶ୍ରୀ ଠାକୁର କହୁଛନ୍ତି ଯେ ଯେଉଁ ଭାବରେ ସେ ଦମ୍ପତି ଭାବିତ ହେଇଥାନ୍ତି, ତା ପୂର୍ବରୁ
ଯେଉଁ ଭାବରେ ପତ୍ନୀ ନିଜ ପତିଙ୍କୁ ଉଦ୍ଦୀପ୍ତ କରିଥାନ୍ତି ଏବଂ ଉଭୟ ଯେଉଁ ଭାବରେ ଭାବିତ ହେଇଥାନ୍ତି ଏବଂ এই ଭାବର କମ୍ପନ ଯେତେବେଳେ ଶରୀରର ସୃଷ୍ଟି ହୁଏ ଏବଂ ସମସ୍ତ ଶରୀରଟା ଯେତେବେଳେ ସେଇ ଭାବରେ ଭାବିତ ହୁଏ ଏବଂ ସେତେବେଳେ ସେଇ ନାରୀର ଯୋଉ ଡିମ୍ବାଣୁ ସେ ତାର ଜନନେନ୍ଦ୍ରିୟ ଭିତରେ ଯୋଉ କମ୍ପନ ସୃଷ୍ଟି ହୁଏ ତାହା ଦ୍ୱାରା ସେଇ ଡିମ୍ବାଣୁ ମଧ୍ୟ ଚାର୍ଜଡ ହେଇ ଉଠେ ସେଇ ଭାବରେ ଯେତେବେଳେ ସେ ଓଭମ ସେଇ ଭାବରେ ଚାର୍ଜଡ ହେଇ ଉଠେ ସେତେବେଳେ ସବୁଠାରୁ ଅଧିକ ସେଇ ଭାବରେ ଚାର୍ଜ ଥିବା ସ୍ପର୍ମକୁ ସେ ଗ୍ରହଣ କରିନିଏ। ଯେମିତି ବହୁତ ଗୁଡାଏ ଭଙ୍ଗା ନଡିଆ ଯଦି ପଡିଥାଏ ଗୋଟେ ଜାଗାରେ ତାକୁ ମିଳେଇବାକୁ ଚେଷ୍ଟା କରନ୍ତି, ହଜାର ହଜାର ଲକ୍ଷ ଲକ୍ଷ ନଡିଆ କି କାହା ସାଙ୍ଗରେ ମିଳେ ନାହିଁ, କେବଳ ସେଇ ନଡିଆଟି ଯାହାର ଅନ୍ୟ ଖଣ୍ଡଟି ଭାଙ୍ଗି ଯାଇ ତା ଭିତରେ ହଜାର ହଜାର ନଡିଆ ଭିତରେ ଆର ଖଣ୍ଡଟି ଯଦି ଲୁଚି ଯାଇଥାଏ ସେଇ ଦୁଇଟି ଯେ ପର୍ଯ୍ୟନ୍ତ ନ ମିଳିଛନ୍ତି ସେ ପର୍ଯ୍ୟନ୍ତ କୌଣସି ନଡିଆଟି ଦୁଇଟି ଖଣ୍ଡ ଯେତେ ଯୋଡ଼ିଲେ ମଧ୍ୟ ସମ୍ପୂର୍ଣ୍ଣ ହୁଏ ନାହିଁ। କିନ୍ତୁ ଯେତେବେଳେ ତାରି ସେଇ ଅପର ପାର୍ଶ୍ୱଟି ବା ସେଇ ଖଣ୍ଡଟି ଯେତେବେଳେ ମିଳିଯାଏ ସେତେବେଳେ ଠିକ ମାନେ ଖାପ ଖାଇଗଲା ଭଳି ଖାପ ଖାଇଯାଏ ଏବଂ ନଡିଆଟି ସମ୍ପୂର୍ଣ୍ଣ ହେଇଯାଏ। ଠିକ ସେଇଭଳି ଭାବରେ ଏକ୍ଜାକ୍ଟଲି ସମତାନରେ ସମଭାବରେ ଥିବା ଶୁକ୍ରାଣୁ ଏବଂ ଡିମ୍ବାଣୁ ଯେତେବେଳେ ତାଙ୍କର ମିଳନ ହୁଏ ସେତେବେଳେ ସମ୍ପୂର୍ଣ୍ଣ ହେଇଯାଏ ଗୋଟାଏ ଶରୀର, ଜାଇଗୋଟ ଫର୍ମ ହୁଏ ଏବଂ ତାଠାରୁ ପରବର୍ତ୍ତୀ ଆପଣମାନେ ଜାଣନ୍ତି କିଭଳି ଭାବରେ ସେଲ ଡିଭିଜନ ହେଇ ସେ ପୁଣି ବଡ ଗୋଟେ ଶିଶୁରେ ପରିଣତ ହୁଏ ଏବଂ ତାର କିଭଳି ଜନ୍ମ ହୁଏ ଇତ୍ୟାଦି ଇତ୍ୟାଦି, ତାହା ଆଜିର ବିଷୟ ନୁହେଁ। କିନ୍ତୁ ଆଜିର ବିଷୟବସ୍ତୁ ହଉଛି ଯେ କିଭଳି ଭାବରେ ଏଇ ମୃତ୍ୟୁ ପରର ଜୀବନ କଣ, ପୁନର୍ଜନ୍ମ ଲାଭ କରିବା ପର୍ଯ୍ୟନ୍ତ। ଇଏ ହଉଛି ଘଟଣା। ଆପଣମାନେ ଏଇ ଘଟଣାଟି କଥାଟି ମଧ୍ୟ ଜାଣିଛନ୍ତି, ଶ୍ରୀ ଶ୍ରୀ ଠାକୁରଙ୍କ ସମୟର ଜଣେ ଆମେରିକାନ ବ୍ୟକ୍ତି ଆସିଥିଲେ, ସେ ଠାକୁରଙ୍କୁ ପଚାରୁଛନ୍ତି ଯେ ଭାରତ ବର୍ଷରେ ଏତେ ଋଷି ମନୀଷୀ କିଭଳି ଆସିଛନ୍ତି, ପାଶ୍ଚାତ୍ୟ ଦେଶରେ ଏତେ ଦେଖିବାକୁ ମିଳନ୍ତି ନାହିଁ। ଶ୍ରୀ ଶ୍ରୀ ଠାକୁର ପଠେଇଛନ୍ତି ତାଙ୍କର ବଗିଚାର ମାଳିଙ୍କ ପାଖକୁ। ମାଳିଙ୍କୁ ଯାଇ ସେ ପଚାରୁଛନ୍ତି ଯେ ଠାକୁରଙ୍କୁ ପଚାରିଲି ଏ କଥା, ସେ ଆପଣଙ୍କ ପାଖକୁ ପଠେଇଲେ। ମାଳି ଜଣ କହୁଛନ୍ତି ଆପଣ ଏଠାକୁ ଆସିଲେ କେମିତି? ସେ କହିଲେ ଆଜ୍ଞା ମୁଁ ଆମେରିକାରୁ ନ୍ୟୁୟର୍କରୁ ଆସିଲି, ଚିକାଗୋରୁ ଆସିଲି ଆଉ ଗୋଟେ ଉଡାଜାହାଜ ନେଇ ବମ୍ବେରୁ ଟ୍ରେନରେ ଆସିଲି କଲିକତା, କଲିକତାରୁ ମୁଁ ଆସିଲି ଟ୍ରେନ ଧରିକି ଜସିଡି ଷ୍ଟେସନରୁ ମୁଁ ଟାଙ୍ଗା ନେଇ, ସେ ସମୟ ଟାଙ୍ଗା ଚାଲୁଥିଲା, ଟାଙ୍ଗା ନେଇ ଆସି ଆପଣଙ୍କ ଆଶ୍ରମରେ ପହଞ୍ଚିଲି। ମାଳି ଜଣକ ପଚାରିଲେ ଯେ ଆପଣ ସିଧାସଳଖ ଏଠି କାହିଁ ଓହ୍ଲେଇଲେ ନାହିଁ, ଆମେରିକାରୁ ବାହାରି ତ ଏଇଠି ଓହ୍ଲେଇଥାନ୍ତେ, ଏତେ ବାଟ ଏତେ କଥା କରିକି କାହିଁକି ଆସିଲେ? ବ୍ୟକ୍ତି ଜଣ କହିଲେ କି କଥା କହୁଛନ୍ତି, ସିଧା ମୁଁ କେମିତି ଆସିବି, ଏଠି ତ ଏୟାରପୋର୍ଟ ନାହିଁ, ଏଠି କେମିତି ଓହ୍ଲେଇଥାନ୍ତି, ମୋର ଉଡାଜାହାଜ କେମିତି ଏଠି ଲ୍ୟାଣ୍ଡ କରିଥାନ୍ତା? ମାଳି ଜଣ କହିଲେ ସେଇ ତ ହଉଛି କଥା, ଏୟାରପୋର୍ଟ ନଥିଲେ ଯେମିତି ଉଡାଜାହାଜ ଲ୍ୟାଣ୍ଡ କରିପାରେ ନା, ସେମିତି ଯେମିତି ପ୍ଲାଟଫର୍ମ ନ ପାଇଲେ ଉଡାଜାହାଜ ଲ୍ୟାଣ୍ଡ କରିବା ପାଇଁ ଗୋଟେ ପ୍ଲାଟଫର୍ମ ଦରକାର, ସେମିତି ଭଲ ଭଲ ଆତ୍ମା ମାନେ ଲ୍ୟାଣ୍ଡ କରିବା ପାଇଁ ଦରକାର ସେଇଭଳି ଗୋଟେ ପ୍ଲାଟଫର୍ମ। ସେଇଭଳି ପ୍ଲାଟଫର୍ମ କେବଳ ଭାରତରେ ହିଁ ଅଛି, ପାଶ୍ଚାତ୍ୟ ଦେଶରେ ନାହିଁ। ଆଦର୍ଶ ଦମ୍ପତି ମାନେ ଏକ ଇଷ୍ଟ କେନ୍ଦ୍ରିକ ଦମ୍ପତି ଯାହାଙ୍କ ଭିତରେ ପରସ୍ପର ସ୍ୱାମୀ ଏବଂ ସ୍ତ୍ରୀଙ୍କ ଭିତରେ ଶ୍ରଦ୍ଧା ଟାଣ, ସ୍ୱାମୀଙ୍କର ଇଷ୍ଟଙ୍କ ପ୍ରତି ନିଷ୍ଠା, ସ୍ତ୍ରୀଙ୍କର ସ୍ୱାମୀଙ୍କ ପ୍ରତି ଗଭୀର ଭକ୍ତି, ଏଇ ହଉଛି ସେଇଭଳି ଦମ୍ପତି। ସେଇ ଦମ୍ପତି ହଉଛନ୍ତି ଉଚ୍ଚ ମାନର ଆତ୍ମା ମାନଙ୍କର ଓହ୍ଲେଇବା ପାଇଁ ପ୍ଲାଟଫର୍ମ। ଏଇଭଳି ପ୍ଲାଟଫର୍ମ ନଥିଲେ ଏଇ ଉଚ୍ଚ ମାନର ଆତ୍ମା ଓହ୍ଲେଇବା ସମ୍ଭବ ନୁହେଁ। ସେଥିପାଇଁ ଶ୍ରୀ ଠାକୁର କହୁଛନ୍ତି ଏଇ ବିଶ୍ୱ ବ୍ରହ୍ମାଣ୍ଡରେ, ଏଇ ଜଗତରେ ଏଇଭଳି ଅନେକ ଉଚ୍ଚ ଆତ୍ମା ଘୁରି ବୁଲୁଛନ୍ତି, ଲ୍ୟାଣ୍ଡ କରିପାରୁନାହାନ୍ତି, କାରଣ ସେଇଭଳି ପ୍ଲାଟଫର୍ମ ପାଉନାହାନ୍ତି। ଯେମିତି ଗୋଟିଏ କୁକର୍ମ କରିଥିବା ଆତ୍ମାକୁ ଅନେକ କଷ୍ଟ ହୁଏ, ସେମିତି ଭଲ କାମ କରିଥିବା ଆତ୍ମାକୁ ମଧ୍ୟ ପୁନର୍ଜନ୍ମ ଲାଭ କରିବାଟା ଏତେ ସହଜ ନୁହେଁ, କାରଣ ସେଇଭଳି ପ୍ଲାଟଫର୍ମର ଆବଶ୍ୟକତା ଅଛି। ଇଏ ହଉଛି ଗୁରୁତ୍ୱପୂର୍ଣ୍ଣ କଥା ଯେ କିଭଳି ଭାବରେ ଜୀବାତ୍ମା ମୃତ୍ୟୁ ବରଣ କରେ
मृत्यु परे तार जीवन केभली जंत्रणा दायक हुए, केवली ज्वालामय हुए एवं एक ज्वालामय जीवन बितेଇବା ପରେ ଯେତେବେଳେ तार समय आसे ସେତେବେଳେ କିଭଳି तार पुणी जन्म हुए तार रहस्य। श्री श्री ठाकुर कहउचंती एई एक वेदनादायक जंत्रणादायक जीवन ଯେତେବେଳେ ସେ जीवात्मा सूक्ष्म शरीर बिताउ थाए ସେତେବେଳେ ତା ଭିତରେ पुनर्बार जन्म नवा ପାଇଁ आकांक्षा प्रबल ହେଇ उठे। से चाहे जन्म नवा ପାଇଁ आउ थरे किभଳି जन्म नेबी एते सहज हुए ना। ठाकुर कहउचंती जे तुम माने यदि जानी थांतो जे जन्म नवा ପାଇଁ केते कष्ट स्वीकार କରିବାକୁ पड़िछि, केते त्याग स्वीकार କରିବାକୁ पड़िछि, एई जो जन्मटी दुर्लभ जन्मटी पाइछ ताकु तुमे नष्ट कर दियंत नाही। उदाहरण स्वरूप ठाकुर कहउचंती धर गोटे छोटिया मंदिरटी अछि, से मंदिर भितर प्रवेश करिवा ପାଇଁ बहुत छोटिया गोटे द्वार, द्वार बाहरे लक्ष लक्ष लोकंकर भिड़, तुमे भी ता भितरे अछ, केते धस्ता धस्ती ठेला पेला तुमर धारणा ही नाही जे केते कष्ट କରିବାକୁ पड़िछि से मंदिर भितर प्रवेश करिवा ପାଇଁ। जदि जानी थांतो ताहले जीवनटाକୁ नष्ट କରି दियंता ନାହିଁ। जानी ना हो एइथिପାଇଁ जे कारण तुम मानक पाखरे स्मृति बाही चेतना नाही, तेणु ए जन्म पूर्वरु कौन घटिछि ताहा तुम मानक स्मृति पटरे नाही। किंतु एठी सबुठारो इम्पोर्टेंट विषय जहा डिस्कशन करिवार कथा ताहा होउछि जे मनीष पुनर्जन्म ए आत्मा पुनर्जन्म पाई पारे कोनोसी मते, किंतु ताहा जे मनीष जन्म पाइबो बोली तार किछि ग्यारंटी नाही। मु जदि भाबे जे मनीष होउछि ईश्वरक श्रेष्ठ सृष्टि, थरे मनीष हेकि जन्मिछि माने मृत्यु परे पुणी मनीष हेकि जन्मिबी, ठाकुर कहउछन्ति यार कोनोसी ग्यारंटी नाही। सेदिन आश्रम रे बसचंती ठाकुर भक्तजन बसचंती, शरथाल दादा बसचंती, किछि दूर रे दुई चारिटी गाई अछंती। ठाकुर से मान आड़ लक्ष्य करी कहउचंती शरदा ए गाई मनीषक कथा टिके बुझुथिबे। ठाकुर कहले गाई मनीष, सॉरी शरथालदार पचारले आज्ञा गाई मनीष कौन? ठाकुर कहउचंती ए जो गाई माने देखुचंती गाई माननकु ए माने भी तो पूर्व जन्म रे मनीष थिले, प्रवृत्तिर ताड़नारे पड़ी आज सिना एमती हेई जाइछंती, हेले आपणक मन भितर जेमती आरमान अछि, जेमती आशा अछि, जेमती उच्चाकांक्षा अछि, एमानक मन भितर भी अछि शरदा, एमानकु हेळा करिवे नाही, तांको कथा टिके बुझिबे। देखंतु ठाकुरंकर पशु पक्षीଙ୍କ प्रति मध्ये केते दया। ठाकुर सूचेई दउछंती जे हुए तो पूर्व जन्म रे माने मनीष ही थिले, प्रवृत्तिर ताड़ना एवं सेही भली भाबरे प्रवृत्ति द्वारा प्रेरित ही जो कर्म रे निजको नियोजित करिथिले तार फल भेता आज भोगुछंती समाने। ठाकुर कहउछंती जे ग्यारंटी नाही जे केउ जोनि रे तुम मानकर जन्म हेबो, किंतु ठाकुर वार्निंग देइछंती जे थरे जदि मनीष जन्म जोनिरु नीच जोनि को आत्मा चली जाए तापरे अनेक जन्म बितेइबाकु हुए, निम्न जोनि रे पुणी मनीष जन्म पाइबा पाई अनेक कष्ट साध्य करबाकु, ये सहज व्यापार नहीं। कारण सेतबेले तार बोध विद्या चैतन्य सबु निम्न स्तर को चली जाए, पुणी थरे उच्च स्तर को आसीबा ता पक्षरे ते सहज हुए ना, अनेक लंबा वेट करबाकु हुए। तो कहिबा बाहुल्य जे आमने अत्यंत भाग्यशाली जीवन रे ठाकुर को पाइछंती, सत मंत्र को पाइछंती, जीवन रे सब पाइछंती, आमे सब पाइकी जदि हाथ छड़ा कर दियंती ताहले क्षति ही क्षति, लाभ तो किछि नाही। से ठाकुर आ गोटे कथा कहउछंती, ठाकुर कहउछंती आत्महत्या करबा होछि महापाप। आत्महत्या कले पुनर्जन्म पाइबा बहु डिफिकल्ट। तार कारण मध्य तार विज्ञान मध्य ठाकुर बुझाई दैछंती। समय शेष ही आछी, मु जानिछि शेष करबाको हबो खूब शीघ्र एई कथाटी कहिबी शेष करबा पूर्वरु जे ठाकुर कहउछंती जे जो लोकटे आत्महत्या करे तार मृत्यु समय तार जो भावटी, तार जो गभीरतम भावटी थाए दुखर जंत्रणार, कारण कौन से दुख व जंत्रणा मिहमान ही से आत्महत्या करि पकेछि, गभीर भाव ताकू से भावटी प्रभावित करिछि। तेणु से जो भाव शरीर नहीं जाए से भाव शरीर होछि दुख जंत्रणार भाव, दुखर भाव, क्लेशर भाव। अच्छा,
ଠାକୁର କହୁଛନ୍ତି ଏଇଭଳି କଣ କୋଉ ଦମ୍ପତି ମିଳିବା ସମ୍ଭବ ଯୋଉମାନଙ୍କର ମିଳନ ହୁଏ ଗୋଟେ ଦୁଃଖର ଭାବ ନେଇ, ଗୋଟେ ଯନ୍ତ୍ରଣାର କ୍ଲେଶର ଭାବ ନେଇ। ତାହା ଯେମିତି ଅଲମୋଷ୍ଟ ଇମ୍ପସିବଲ, ଠିକ ସେଇଭଳି ଭାବରେ ଆତ୍ମହତ୍ୟା କରିଥିବା ବ୍ୟକ୍ତିର ପୁନର୍ଜନ୍ମ ପାଇବା ଅଲମୋଷ୍ଟ ଇମ୍ପସିବଲ। ତେଣୁ ଆତ୍ମହତ୍ୟା କେହି ବି କରିବା ଉଚିତ ନୁହେଁ କୌଣସି ପରିସ୍ଥିତିରେ ମଧ୍ୟ। ଯାହା ହଉ, ଏଇ ସବୁ କଥା ନେଇ ଆଜିର ଆଲୋଚନା, ମୃତ୍ୟୁ ପରର ଜୀବନ। ମଣିଷ ଜୀବନ ହଉଛି ଭାବର ସମଷ୍ଟି। ଭାବ ଗୁଡିକ ତା ଜୀବନରେ ଇମ୍ପ୍ରିଣ୍ଟ, ତା ମସ୍ତିଷ୍କରେ ଇମ୍ପ୍ରିଣ୍ଟ ହେଇ ରହେ। ଶେଷ ସମୟରେ ସବୁଠାରୁ ଯୋଉ ଗଭୀରତମ ଭାବ, ସେଇ ଭାବରେ ସେ ମ୍ରିୟମାଣ ହେଇ ପଡେ ଏବଂ ସେଇ ଭାବ ରୂପକ ସୂକ୍ଷ୍ମ ଶରୀର ନେଇ ସିଏ ଭାବ ସମୁଦ୍ରରେ ଜୀବନ ଅତିବାହିତ କରେ। ତାର ଇହକାଳର ଯୋଉ ଜୀବନ, ତାହା କର୍ମ ତାହା ହିଁ ନିର୍ଦ୍ଧାରିତ କରେ କିଭଳି ଭାବରେ ତାର ଜୀବନ ପରବର୍ତ୍ତୀ ଏଇ ଯେ ପରକାଳରେ ହେବ, ବିଶେଷ କରି ପୁନର୍ଜନ୍ମ ନ ପାଇବା ପର୍ଯ୍ୟନ୍ତ। ଅନେକ ସମୟରେ ଅନେକ ଯନ୍ତ୍ରଣାଦାୟକ ଜୀବନ ହେଇପାରେ, କାରଣ ତାର କାମନା ବାସନାକୁ ଚରିତାର୍ଥ କରିବା ପାଇଁ ସ୍ଥୂଳ ଶରୀର ତା ପାଖରେ ନଥାଏ। ପରବର୍ତ୍ତୀ ସମୟରେ ସେଇ ଭାବରେ ଭାବିତ ଦମ୍ପତିଙ୍କ ଔରସରେ ଜନ୍ମ ଗ୍ରହଣ କରିବା ପାଇଁ ସେ ସୁଯୋଗ ପାଏ। ଏଇ ହଉଛି ଜନ୍ମ ମୃତ୍ୟୁର ରହସ୍ୟ ସଂକ୍ଷିପ୍ତ ଭାବରେ। ଆମମାନେ ଯଦି ଏକ ଦିବ୍ୟ ଜୀବନର ଅଧିକାରୀ ହେବାକୁ ଚାହାନ୍ତି, ଆମମାନେ ଯଦି ଏଇ ମଣିଷ ଜନ୍ମ ପାଇ ଶ୍ରେଷ୍ଠ ମଣିଷ, ଶ୍ରେଷ୍ଠତର ମଣିଷ ଏବଂ ଏଇଭଳି ଭାବରେ ମାନବୀୟ ଉତ୍କର୍ଷ ତାର ଚରମରେ ଯଦି ପହଞ୍ଚିବାକୁ ଚାହାନ୍ତି, ଯାହା ହଉଛି ବିବର୍ତ୍ତନର ଲକ୍ଷ୍ୟ, ତାହେଲେ ଏବେଠାରୁ ଏହି ଜନ୍ମରୁ ବୃତ୍ତି ପ୍ରବୃତ୍ତି ଆସକ୍ତିର ଊର୍ଦ୍ଧ୍ୱକୁ ଯାଇ ଅନେକ ବର୍ଷ ବିତେଇ ଦେଇଛନ୍ତି ଏଇ ମାୟା ମୋହ ଭିତରେ ଦେଇ। ଏବେ ବି ସମୟ ଅଛି, ଆଉ ଯେତିକି ଅବଶିଷ୍ଟ ଜୀବନ ଅଛି ତାହାକୁ ଠାକୁରଙ୍କୁ ନେଇ ନାମମୟ ହେଇ, ନାମ ସିଦ୍ଧ ହେଇ, ଏକ ପ୍ରେମ, ଦୟା, ଭଲ ପାଇବା, କରୁଣା, ସମ୍ପ୍ରୀତି ର ଭାବ ନେଇ ଜୀବନଟାକୁ କଟେଇ ଦେବାକୁ ହବ। ଯଦି ଆର ପରବର୍ତ୍ତୀ ଜୀବନଟା ବା ପରବର୍ତ୍ତୀ ସମୟଟା ଯନ୍ତ୍ରଣାଦାୟକ ହଉ ବୋଲି ଆମମାନେ ନ ଚାହାନ୍ତି, ତାହେଲେ ଆମମାନଙ୍କୁ ସେଇଭଳି ଏକ ଜୀବନ ବାଛି ନେବାକୁ ପଡିବ। ତା ନହେଲେ ଏଇ ଜୀବନରେ ଆନନ୍ଦରେ ମସଗୁଲ ଥାଇ ପାରନ୍ତି, କିନ୍ତୁ ପରବର୍ତ୍ତୀ ସମୟ ଯେ କେତେ ଯନ୍ତ୍ରଣାଦାୟକ ହେଇପାରେ ତାର କିଛି କୂଳ କିନାରା ପାଇବା ନାହିଁ। ଚାଲନ୍ତୁ ଆଜିଠାରୁ ସେହି ଚେଷ୍ଟା ହିଁ କରିବା। ସେଇଥିପାଇଁ ଆଜିର এই ବିଷୟବସ୍ତୁ ଗୁରୁତ୍ୱପୂର୍ଣ୍ଣ, କାରଣ ତାହା ମାନଙ୍କ ଜୀବନ ପାଇଁ ଏତେ ଭାବରେ ପ୍ରାସଙ୍ଗିକ। ଆପଣମାନଙ୍କର ସମସ୍ତଙ୍କର ଏକ ଦିବ୍ୟ ଜୀବନ, ଏକ ଅମର ଅନନ୍ତ ଜୀବନ, ଏକ ପରିପୃଷ୍ଟ ବୃଦ୍ଧିଶାଳୀ ଜୀବନର କାମନା କରି ପରମ ପିତାଙ୍କର ଆତୁଳ ଚରଣରେ ପ୍ରାର୍ଥନା କରୁଛି। ବନ୍ଦେ ପୁରୁଷୋତ୍ତମମ୍। ଜୟ ଗୁରୁ। ଜୟ ଗୁରୁ ବାବା। ଆଜ୍ଞା ଜୟ ଗୁରୁ, ବହୁତ ବହୁତ ଧନ୍ୟବାଦ। ଶ୍ରୀଯୁକ୍ତ ସୂର୍ଯ୍ୟପ୍ରକାଶ ମହାପାତ୍ର ବାଙ୍ଗାଲୋର ଏତେ ସୁନ୍ଦର ଭାବରେ ଆଜିର ଯାହା ବିଷୟ ଥିଲା ଲାଇଫ ଆଫ୍ଟର ଡେଥ୍ ବା ମୃତ୍ୟୁ ପର ଜୀବନ ଉପରେ ସୁନ୍ଦର ଆଲୋଚନା କରି ସମସ୍ତଙ୍କୁ ଆଜି ସେଇ ଭକ୍ତିର ମାର୍ଗରେ ଆଗେଇ ନେଇଯାଇଛନ୍ତି। ମନୁଷ୍ୟ ଜୀବନରେ ବଞ୍ଚିବାକୁ ହେଲେ ଭଲ କର୍ମ କରିବାକୁ ପଡ଼େ। ପ୍ରତ୍ୟେକ ଜୀବର ମୃତ୍ୟୁ ଅଛି, ଜନ୍ମ ଅଛି ଯେଭଳି ମୃତ୍ୟୁ ମଧ୍ୟ ଅଛି, କିନ୍ତୁ ମଣିଷ ଜାଣିପାରେନି ଯେ ମୃତ୍ୟୁ ପରେ ଆଉ ଗୋଟେ ଜୀବନ ଅଛି। ଯେଭଳି କର୍ମ କରେ ସେଭଳି ସେ ମୃତ୍ୟୁ ବେଳକୁ ତାର ଦେଖାଯାଏ ଏବଂ ମୃତ୍ୟୁ ପରେ ମଧ୍ୟ ସେଭଳି ଜନ୍ମ ଲାଭ କରେ। ତେଣୁ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର ଭାରତର ଜଣେ ମହାନ ଆଧ୍ୟାତ୍ମିକ ଚିନ୍ତକ ଓ ମାନବବାଦୀ ଗୁରୁ ଥିଲେ। ତାଙ୍କର ଶିକ୍ଷା ମାନବ ଜୀବନର ସାରଥା, ନୈତିକତା ଏବଂ ଆଧ୍ୟାତ୍ମିକ ଉନ୍ନତି ଓ ମୃତ୍ୟୁ ପରବର୍ତ୍ତୀ ଜୀବନ ସମ୍ବନ୍ଧୀୟ ଗଭୀର ଧାରଣା ଉପରେ ଆଧାରିତ। ତାଙ୍କ ଦୃଷ୍ଟିରେ ମୃତ୍ୟୁ କୌଣସି ଶେଷ ନୁହେଁ, ଏହା ଜୀବନର ଏକ ପରିବର୍ତ୍ତନ ମାତ୍ର। ଶରୀର ନଶ୍ୱର କିନ୍ତୁ ଆତ୍ମା ଅବିନାଶୀ। ମୃତ୍ୟୁ ତାଙ୍କ କର୍ମ, ଚିନ୍ତା ଓ ଆଚରଣ ଦ୍ୱାରା ନିଜ ଭବିଷ୍ୟତ ଗଢ଼େ ଏବଂ ସେହି କର୍ମର ପ୍ରଭାବ ମୃତ୍ୟୁ ପରେ ମଧ୍ୟ ଚାଲୁଥାଏ। ଶ୍ରୀ ଶ୍ରୀ ଠାକୁରଙ୍କ ମତାନୁସାରେ ଜୀବନ ଏକ ଅବିରତ ପ୍ରକ୍ରିୟା। ଜନ୍ମ ଓ ମୃତ୍ୟୁ ଏହି ପ୍ରକାରର ଦୁଇଟି ପର୍ଯ୍ୟାୟ। ମୃତ୍ୟୁ ହେଉଛି ଶରୀରର ପରିତ୍ୟାଗ, କିନ୍ତୁ ଆତ୍ମା ତାହାର ଯାତ୍ରା ଜାରି ରଖେ। ସେ କହିଥିଲେ ଯେ ମନୁଷ୍ୟ ତାଙ୍କର ସଂସ୍କାର, ପ୍ରବୃତ୍ତି ଓ ଆସକ୍ତିକୁ ନେଇ ଆଗକୁ ବଢ଼େ। ଏହି କାରଣରୁ ଜୀବନ କାଳରେ ସତ୍କର୍ମ, ସଦାଚାର ଓ ଭଗବତ ଭକ୍ତି ଅତ୍ୟନ୍ତ ଆବଶ୍ୟକ। ଯେମିତି ବୀଜ ରୋପିବ ସେମିତି ଫଳ ମିଳେ, ଏହି ସିଦ୍ଧାନ୍ତ ମୃତ୍ୟୁ ପରେ ମଧ୍ୟ ଲାଗୁଥାଏ। ତାଙ୍କ ଶିକ୍ଷାରେ ଗୁରୁ ଭକ୍ତି ଓ ଇଷ୍ଟନିଷ୍ଠାକୁ ବିଶେଷ ମହତ୍ୱ ଦିଆଯାଇଛି। ମନୁଷ୍ୟ ଯଦି ଜୀବନରେ ନିଜ ଇଷ୍ଟଙ୍କ ସହିତ ଆତ୍ମିକ ସମ୍ପର୍କ ଗଢ଼େ, ତେବେ ମୃତ୍ୟୁ ପରେ ମଧ୍ୟ
ସେହି ସମ୍ପର୍କ ତାକୁ ଶାନ୍ତି ଓ ଉନ୍ନତିର ପଥ ନେଇଯାଏ। ଭୟ କରିବା ପରି କିଛି ନାହିଁ। ମୃତ୍ୟୁ କେବଳ ଅନ୍ୟ ଅବସ୍ଥାକୁ ପ୍ରବେଶ। ଯେ ଲୋକ ଧର୍ମ, ପ୍ରେମ ଓ ସେବାରେ ଜୀବନ କାଟେ ସେ ମୃତ୍ୟୁକୁ ସହଜ ଭାବରେ ଗ୍ରହଣ କରିପାରେ। ଶ୍ରୀ ଶ୍ରୀ ଠାକୁର ଏହା ମଧ୍ୟ କହିଥିଲେ ଯେ ମନୁଷ୍ୟର ଚିତ୍ତ ଓ ଚେତନା ଅତ୍ୟନ୍ତ ଶକ୍ତିଶାଳୀ। ମୃତ୍ୟୁ ପରେ ମଧ୍ୟ ଚେତନାର ସ୍ତର ଅନୁଯାୟୀ ଆତ୍ମା ତାହାର ଅବସ୍ଥା ଅନୁଭବ କରେ। ତେଣୁ ଜୀବନ କାଳରେ ଆତ୍ମଶୁଦ୍ଧି, ସଂଯମ ଓ ମାନବ ସେବା ଦ୍ୱାରା ନିଜକୁ ଉନ୍ନତ କରିବା ଆବଶ୍ୟକ। ମୃତ୍ୟୁ ପରେ ଶାନ୍ତି ଓ ମଙ୍ଗଳ ଲାଭ କରିବାକୁ ହେଲେ ଜୀବନକୁ ସତ୍ୟ, ପ୍ରେମ ଓ ନୀତିରେ ଭରିଦେବା ଦରକାର। ତାଙ୍କ ଦୃଷ୍ଟିରେ ପୁନର୍ଜନ୍ମ ଏକ ସ୍ୱାଭାବିକ ପ୍ରକ୍ରିୟା। ଆତ୍ମା ନିଜ ଅପୂର୍ଣ୍ଣ ଆକାଂକ୍ଷା ଓ କର୍ମଫଳ ଅନୁଯାୟୀ ପୁନର୍ଜନ୍ମ ଗ୍ରହଣ କରେ। ଏହିପରି ଜୀବନ ହେଉଛି ଏକ ଶିକ୍ଷାଳୟ, ଯେଉଁଠାରେ ଆମେ ଶିଖିଛୁ, ବୁଲୁଛୁ ଆଉ ସଂଶୋଧନ କରୁଛୁ। ମୃତ୍ୟୁ କେବଳ ଏକ ବିରାମ, ଶେଷ ନୁହେଁ। ଶ୍ରୀ ଠାକୁରଙ୍କ ଶିକ୍ଷା ଆମକୁ ଶିଖାଏ ଯେ ମୃତ୍ୟୁକୁ ଭୟ କରିବା ନୁହେଁ, ବରଂ ଜୀବନକୁ ଶ୍ରେଷ୍ଠ ଭାବେ ଜୀବନ୍ତ କରିବା ଆବଶ୍ୟକ। ସତ୍କର୍ମ, ଭକ୍ତି, ପ୍ରେମ ଓ ସେବା ହେଉଛି